କାହିଁକି ଆଜିକାଲି ଫ୍ୟାମିଲି ଗୋଟେ ଚାଇନା ମାଲ ପରି ହେଇଯାଇଛି। ଟିକେ ଟିକେ କୁ ବିଗିଡି ଯାଉଛି। ସେଇ ପ୍ରକାର ପରିବାର ଗୁଡିକର ପରିସ୍ଥିତି ଗୁଡିକ ହେଇଛି। ସେଥିପାଇଁ ଆମମାନଙ୍କର ମ୍ୟାରେଜ ଯାକ ଗ୍ୟାରେଜ ପରି ହେଇଯାଇଛି। ଠକ ଠାକା ସାଉଣ୍ଡ ଗୁଡିକ ବହୁତ ବହୁତ ରିପେୟାର କରିବାକୁ ପଡୁଛି। ମ୍ୟାରେଜ ଗୁଡିକ ବହୁତ ବହୁତ କଷ୍ଟ। ସେଥିପାଇଁ ଆମମାନଙ୍କ ଚର୍ଚ୍ଚରେ ଆମେ ଫ୍ୟାମିଲି ଉପରେ ଆମେ ପ୍ରତି ବୁଧବାର ଦିନ ଆମମାନଙ୍କର ଫ୍ୟାମିଲି ଉପରେ ଆମମାନଙ୍କର ଟିଚିଂ ଥାଏ। ଆମମାନଙ୍କର ପରିବାରକୁ ଆମେ ସଜାଡିବାର ଅଛି। ଦେଖନ୍ତୁ, ପୃଥିବୀରେ ସବୁଠୁ ପୁରୁଣା ହେଲା ପରିବାର। ପରିବାର ପରେ ଆସୁଛି ସରକାର, ତାପରେ ଆସୁଛି ମଣ୍ଡଳୀ। ପୁରୁଣା ପରିବାରକୁ ଏ ସରକାର ସେ ଠିକରେ ସଜାଡି ପାରିବନି। ଆମର ପରିବାରର ସମସ୍ୟାକୁ ଏ ସରକାର ଯଦି ସଜାଡିଥାନ୍ତା, ତାହେଲେ ଯିଏ ନିଜର ପରିବାରକୁ ସଜାଡି ପାରୁନାହିଁ ସିଏ ଗଦିରେ ବସି ନଥାନ୍ତେ। ଆଜି ଅନେକ ଅଛନ୍ତି ନେତାମାନେ ଯୋଉମାନେ ନିଜ ପରିବାରକୁ ଠିକରେ ଯତ୍ନ ନେଇ ପାରୁନାହାନ୍ତି, ମାତ୍ର ସେମାନେ ଦେଶକୁ ଚଲାଇବା ପାଇଁ ଯାଉଛନ୍ତି। ସେଥିପାଇଁ ପଚାରୁଛନ୍ତି, ଆଙ୍କର ଛୁଆ ନାହାନ୍ତି, ଆଙ୍କର ସ୍ତ୍ରୀ ନାହାନ୍ତି, ଏ ଛୁଆର କଷ୍ଟ କଣ ଜାଣିବେ, ସ୍ତ୍ରୀର କଷ୍ଟ କଣ ଜାଣିବେ, ଏମାନେ ଦେଶ କଣ ଚଲେଇବେ? ଏହି ପ୍ରକାର ପରିସ୍ଥିତିରେ ଆମମାନେ ଅଛୁ ଆମେ। ସେଥିପାଇଁ ଆମମାନଙ୍କର ପରିବାରଟା ବହୁତ ପୁରୁଣା। ଆମମାନଙ୍କର ପରିବାରକୁ ନେଇ ମଣ୍ଡଳୀ ହଉଛି, ପରିବାରକୁ ନେଇ ସମାଜ, ପରିବାରକୁ ନେଇକିନା ସରକାର ଗଠିତ ହଉଛି। ସେଥିପାଇଁ ପରିବାର ଉପରେ ଆମେ ଯେତେ ଆମେ ଶିକ୍ଷା ଗ୍ରହଣ କରିବା ସେଇଟା କମ ଅଟେ। ଆମେ ବହୁତ ପ୍ରକାର ବିଷୟ ଗୁଡିକ ଆମମାନଙ୍କ ଚର୍ଚ୍ଚରେ ହେଉଛି, ମାତ୍ର ଫ୍ୟାମିଲି ଉପରେ ହେଉନାହିଁ। ସେଥିପାଇଁ ଆମେ ଡିସାଇଡ କରିଛୁ ପ୍ରତି ବୁଧବାର ଦିନ ଆମେ କେବଳ ଫ୍ୟାମିଲି ଉପରେ ଆମମାନଙ୍କର ଚର୍ଚ୍ଚରେ ବର୍ଷକୁ 52ଟା ମିନିମମ୍ 52ଟା ମେସେଜ ଆମର ଫ୍ୟାମିଲି ଉପରେ ଥିବ। ଆଉ ପରମେଶ୍ୱର ଆମମାନଙ୍କୁ ବହୁତ ସୁନ୍ଦର ଭାବରେ କଢେଇ ନଉଛନ୍ତି। ମୁଁ ପ୍ରଭୁଙ୍କୁ ଧନ୍ୟବାଦ ଦଉଛି। ପ୍ରଭୁଙ୍କର ଗୌରବ। ଆସନ୍ତୁ ଗୋଟେ ବାକ୍ୟ ପଢି ଆମେ ଆଜିର ଏହି ସନ୍ଦେଶକୁ ଆମେ ପ୍ରାରମ୍ଭ କରିବା ପାଇଁ ଯିବା। 8:30ରେ ସାରିଦବା ନା? ହଁ, ଗୋଟେ ପଦ ପଢିବେ ମୋ ସହିତ ଆପଣ ମାନେ। ଗୀତ ସଂଗୀତା 127 ଗୀତ, ଏହାର ଏକ ପଦ ଟିକେ ପଢିବେ। ସଦାପ୍ରଭୁ ଯେବେ ଗୃହ ନିର୍ମାଣ ନ କରନ୍ତି, ତେବେ ନିର୍ମାଣକାରୀମାନେ ବ୍ୟର୍ଥରେ ପରିଶ୍ରମ କରନ୍ତି। ଯେବେ ସଦାପ୍ରଭୁ ନଗର ରକ୍ଷା ନ କରନ୍ତି, ତେବେ ପ୍ରହରୀ କେବଳ ବୃଥାରେ ଜାଗ୍ରତ ହୁଏ। କେତେ ସୁନ୍ଦର, ଏତେ ସୁନ୍ଦର ଭାବେ ଲେଖା ଯାଉଛି, ସଦାପ୍ରଭୁ ଯେବେ ଗୃହ ନିର୍ମାଣ ନ କରନ୍ତି। ଆମମାନଙ୍କର ଏହି ଦୁନିଆରେ ବା ଏହି ଜଗତରେ ଅନେକ ଘର ଅଛି ଯୋଉ ଘର ପ୍ରଭୁ ତିଆରି କରିନାହାନ୍ତି। ଆମର ଏଇ ଜୁମରେ ବସିଥିବା ଭାଇ ଭଉଣୀ ମାନଙ୍କର ପ୍ରତ୍ୟେକଙ୍କର ଘର ପ୍ରଭୁ ହିଁ ତିଆରି କରିକିନା ଥାଆନ୍ତୁ। କାରଣ ଯେଉଁ ଘରକୁ ସେ ତିଆରି କରନ୍ତି, ସେ ଘରକୁ ସେ ସୁରକ୍ଷା ଦିଅନ୍ତି। ଯୋଉ ଘରକୁ ସେ ତିଆରି କରନ୍ତି ନାହିଁ, ସେ ଘରକୁ ସେ ସୁରକ୍ଷା ଦିଅନ୍ତି ନାହିଁ। ଲେଖାଗଲା, ସଦା ପ୍ରଭୁ ଯେବେ ଗୃହ ନିର୍ମାଣ ନ କରନ୍ତି, ତା ନିର୍ମାଣକାରୀ ମାନେ ବ୍ୟର୍ଥରେ ପରିଶ୍ରମ କରନ୍ତି। ଆଉ ସଦାପ୍ରଭୁ ଯେତେବେଳେ ସେଇ ନଗର ବା ସେଇ ଘରକୁ ରକ୍ଷା କରନ୍ତି ନାହିଁ, ତାହେଲେ ବୃଥାରେ ଲୋକମାନେ ପରିଶ୍ରମ କରନ୍ତି। ପରମେଶ୍ୱର ସେ ଅଦୃଶ୍ୟ ଭାବରେ ଆମମାନଙ୍କର ପରିବାରକୁ ସେ ତିଆରି କରନ୍ତି, ଗଠନ କରନ୍ତି। ଦେଖନ୍ତୁ, ଗୋଟେ ମନୁଷ୍ୟର ଶରୀରରେ କେତେଟା ହାଡ ଅଛି କିଏ କହିପାରିବେ? ଏବେ ଗଣିକିନା କହିବି, କୁହନ୍ତୁ ନାହିଁ। ଆପଣ ମନେ ଅଛି ବୋଲି କୁହନ୍ତୁ। 206ଟି। ଓକେ ଆଣ୍ଟି, ଥ୍ୟାଙ୍କ ୟୁ ଆଣ୍ଟି, ଥ୍ୟାଙ୍କ ୟୁ। ଆପଣ ଟିଚର ମାନେ ଜାଣିଛନ୍ତି, ସବୁ ସାଙ୍ଗେ ସାଙ୍ଗେ କହିଦଉଛନ୍ତି। ଓକେ, ବହୁତ ବଢିଆ କଥା। 206ଟା ହାଡ ରହିଛି। ମାତ୍ର ଆଦମଙ୍କ ପାଇଁ ହବାଙ୍କୁ କେଉଁ ହାଡରେ ତିଆରି କରାଗଲା? ସେଇଟା ଇମ୍ପୋର୍ଟାଣ୍ଟ। ସେଟା ଆଦମଙ୍କ ପାଇଁ ହବା ଯୋଉ ତିଆରି କରାଗଲା, ସେ 205ଟା ହାଡକୁ ଛାଡି ଦେଇ ସେ ଗୋଟେ ଅଲଗା ହାଡରେ ସେ ତିଆରି କଲେ। ବୁଝନ୍ତୁ, ମନେକର ଯଦି ହବାଙ୍କୁ ମୁଣ୍ଡର ହାଡରେ ତିଆରି ହେଇଥାନ୍ତା, ଆଦମଙ୍କର ମୁଣ୍ଡରେ ବସି ନାଚିଥାନ୍ତେ ହବା। ମୁଣ୍ଡର ହାଡରେ ତିଆରି ହେଇଥିଲେ। ଆଜି ଅନେକ ଜଣ, ଆଜ୍ଞା ମୋ ସ୍ତ୍ରୀ ମୋ ମୁଣ୍ଡରେ ନାଚୁଛି, ଆଉ ମୁଣ୍ଡର ହାଡକୁ ଆଣିଛ ତୁମେ? ତୁମେ ତ ଯୋଉ ହାଡକୁ ଆଣିବା କଥା ସେଇ ହାଡକୁ ନ ଆଣି ତ ମୁଣ୍ଡର ହାଡକୁ କାହିଁକି ତୁମେ ଆଣିଛ? ମତେ ଗୋଟେ ଜ୍ଞାନୀ ସ୍ତ୍ରୀ ଦରକାର। ମୁଣ୍ଡ ମାନେ କଣ? ଜ୍ଞାନ। ଏତେ ଜ୍ଞାନ ଯେ ତୁମର ଜ୍ଞାନ କାମ କରୁନାହିଁ। ସେ ତୁମର ମୁଣ୍ଡ ଉପରେ ବସି ସେ ନାଚୁଛି। ସେ ଆଉ କେତେ ଜଣ ଗାଲର ହାଡରେ ଆଣିଛନ୍ତି। ଗାଲର ହାଡ ମାନେ କଣ? ସୁନ୍ଦରୀ ସ୍ତ୍ରୀ। ଆଜ୍ଞା ବ୍ୟୁଟି ପାର୍ଲର ବହୁତ ଯାଉଛି, ଆଜ୍ଞା ବହୁତ ଖର୍ଚ୍ଚ ହଉଛି, ଆଣିଛ ଗାଲର ହାଡକୁ। ଯୋଉ ହାଡକୁ ଆଣିବ ସେଇ ହାଡ ତୁମେ ଭୋଗିବ। ସେଟା
ସେଥିପାଇଁ ଠିକ ହାଡକୁ ଆମେ ଆଣିବାର ଅଛି। ସେଥିପାଇଁ ପରମେଶ୍ୱରଙ୍କୁ ଆମେ ସୁଯୋଗ ଦେବାର ଅଛି। ପ୍ରଭୁ ତୁମେ ଆମ ପାଇଁ ବାଛି ଦିଅ, ତୁମେ ଆମ ପାଇଁ ଅ ଗୋଟେ ସ୍ତ୍ରୀ ବା ଗୋଟେ ପୁରୁଷ ବା ଗୋଟେ ବର କି ଗୋଟେ କନ୍ୟା ବାଛି ଦିଅ, ଭଲ ରହିବ। କେତେ ଜଣ ବେକର ହାଡକୁ ଆଣିଛନ୍ତି। ବେକର ହାଡ ମାନେ କଣ? ସୁନା ଗହଣା, ହଁ, ଦାଉରି ଡାବୁ ପତ୍ର ଆଣିଛନ୍ତି, ସେଥିପାଇଁ ବେକ ଧରୁଛି। ମୋ ସ୍ୱାମୀ ବେକ ଧରୁଛି, କାହିଁକି ବେକ ଧରୁଛି? ଆମେ ଠିକ ହାଡକୁ ଆମେ ଆଣିବାର ଅଛି। ଦେଖନ୍ତୁ ଅନେକ ଥିବେ, ଆମେ ନିଜେ ଯଦି ବାଛିବାକୁ ଯିବା। ଯେତେବେଳେ ମୁଁ ଯୁବା ଥିଲି, ସେଇ ସମୟରେ ମୁଁ ଗୋଟେ 7 ଡେ ଫାଷ୍ଟିଂ ପ୍ରେୟର କଲି। 7 ଡେ ଫାଷ୍ଟିଂ ପ୍ରେୟରରେ 3 ଦିନ ମୁଁ ନିର୍ଜଳ ଫାଷ୍ଟିଂ ପ୍ରେୟର କଲି। ବିଶେଷ କରି ଭେଣ୍ଡିଆ ବୟସରେ ଆମମାନଙ୍କର ମ୍ୟାରେଜ ପାଇଁ ମଧ୍ୟ ଆମେ ଫାଷ୍ଟିଂ ପ୍ରେୟର କରିବାର ଅଛି। ମୁଁ ଫାଷ୍ଟିଂ ପ୍ରେୟର କଲି, ପୁରା କ୍ଲିୟର ଭାବରେ ପରମେଶ୍ୱର ଦେଖେଇଲେ ଯେ ଏଇ ଝିଅକୁ ତୁମେ ବାହା ହେବ, ଏଇ ଝିଅକୁ ବାହା ହେବ। ମୁଁ କୌଣସି ପ୍ରଶ୍ନ କଲି ନାହିଁ, ସେଇ ଝିଅକୁ ବାହା ହେଲି। ଆଜି ଏତେ ଖୁସିରେ ଓ ଆନନ୍ଦରେ କେବେ ମଧ୍ୟ ସ୍ୱପ୍ନରେ ମଧ୍ୟ ପ୍ରଭୁ କେମତିଟାକୁ ଦେଇଦେଲ ଏମିତି କେବେ କହିବାକୁ ପଡିନାହିଁ। ହଁ, ଆଉ ଟିକେ ଜଗିଥିଲେ ଭଲଟା ମିଳିଥାନ୍ତା। ଅଛି ନା, ମୋବାଇଲ କେତେ ଜଣ ଅଛନ୍ତି ନାଇଁ କି? ଏ ମୋବାଇଲ କିଣିଦେବେ, ଟିକେ ଜଗିଥିଲେ ଆଉ ଗୋଟେ 16 ପ୍ରୋ 17 ପ୍ରୋ ଆସିବେ। ଏଇଟା କଣ ଭାବୁଛନ୍ତି? ଏଇଟା ବାହାଘର। ଏଇଟା ପରମେଶ୍ୱର ସେ ଆମର ଗୃହକୁ ତିଆରି କରନ୍ତି। ସେଥିପାଇଁ ଏଇ ପଦଟା ଟିକେ ପଢିବେ। ଏଇଟା ମୋ ସହିତ ଆପଣ ମାନେ ଆଦି ପୁସ୍ତକରୁ ଗୋଟେ ପଦ ପଢିବା। 2 ଅଧ୍ୟାୟର 18 ପଦ ଟିକେ ପଢନ୍ତୁ। ଅନନ୍ତର ସଦାପ୍ରଭୁ ପରମେଶ୍ୱର କହିଲେ, ମନୁଷ୍ୟ ଏକାକୀ ଥିବା ଭଲ ନୁହେଁ, ଆମ୍ଭେ ତାହା ନିମନ୍ତେ ତାହାର ଅନୁରୂପ ସହକାରିଣୀ ନିର୍ମାଣ କରିବା। ଆମେ ନିର୍ମାଣ କରିବା ଅନୁରୂପ ସହକାରିଣୀ। ଅନୁରୂପ ମାନେ କଣ ସେଟା ମୁଁ ଜାଣିବାର ଅଛି। ଝିଅର ବୟସ 15 ଆଉ ପୁଅର 40 ହେଇଥିଲେ ଅନୁରୂପ ନାହିଁ ସେଟା। ଝିଅ ଦେଖିଲା ବେଳେ ପୁରା ବୁଟି ଥିବ, ଆଉ ପୁଅ ପୁରା ତାଳ ଗଛ ପରି ଲମ୍ବା ଥିବ। ସେ ଫୁଲମାଳ କେମିତି ପିନ୍ଧେଇବ ତାକୁ? ଅନୁରୂପ ସହକାରିଣୀ ପରମେଶ୍ୱର ସେ ଦେବେ। ଆମେ ଦେଖୁଛୁ, ଦେଖୁ ଦେଖୁ କହିବେ ଯୋଡିଟା ମାନୁନାହିଁ, ଠିକ ଲାଗୁନାହିଁ, ଅନୁରୂପ ନାହିଁ। ସେଟା ନିଜେ ନିଜେ ଖୋଜିବାଟା। ଆଉ ଆମେ ପରମେଶ୍ୱରଙ୍କୁ ସୁଯୋଗ ଦେବା। ପରମେଶ୍ୱର ଦେଖିଲେ ଯେ ମନୁଷ୍ୟ ଏକାକୀ ରହିବାଟା ଭଲ ନାହିଁ, ସେଥିପାଇଁ ଆମେ ନିଜେ ତାହା ନିମନ୍ତେ ଗୋଟେ ଅନୁରୂପ ସହକାରିଣୀ ଆମେ ତିଆରି କରିବା। ଯୋଉମାନେ ଆମେ ବାହା ହେଇନୁ ସେମାନଙ୍କ ପାଇଁ ମେସେଜଟା ବହୁତ ଭଲ ଥିବ। ଆଉ ଯୋଉ ମା ବାପା ମାନେ ନିଜର ପୁଅ ଝିଅ ମାନଙ୍କ ପାଇଁ ସେମାନେ ଖୋଜୁଛନ୍ତି ସେମାନଙ୍କ ପାଇଁ ଭଲ ଥିବ। ଯୋଉମାନେ ବାହା ହେଇଯାଇଛନ୍ତି ସେମାନଙ୍କ ପାଇଁ ଭଲ ଥିବ, ସମସ୍ତଙ୍କ ପାଇଁ ଭଲ ଥିବ। ସେଥିପାଇଁ ଆମେ ଜାଣିବା ଯେ ଅନୁରୂପ ସହକାରିଣୀ ଯୋଉଟା, ଏବେ ମନେକର ପରମେଶ୍ୱର ଗୋଟେ ଅନୁରୂପ ସହକାରିଣୀ ଦେବେ। ସେ ଆସିଲେ, ତାକୁ ଧରିକିନା ଆସିଲେ, ଆପଣଙ୍କ ପ୍ରେୟର ଲାଇଫ ବଢିଯିବ, ଆପଣଙ୍କର ଫାଷ୍ଟିଂ ଲାଇଫ ବଢିଯିବ, ଆପଣଙ୍କ ସ୍ପିରିଚୁଆଲ ଲାଇଫ ବଢିଯିବ। ଆଉ ଯଦି ଅନୁରୂପ ଆଣି ନଥିବୁ, ସେ କହିବ ତୁମେ ଯାଅ, ମୁଁ ଘର ଜଗିଥିବି, ତୁମେ ପ୍ରାର୍ଥନା କରିକିନା ଆସ, ସେ ପଠେଇବ। ସେ ଆମେ ବାଛି ଆଣିଥିବୁ ସେମିତି ବୋଲି। ପରମେଶ୍ୱର ଯଦି ଦେଇଥିବେ, ସେଇ ସ୍ତ୍ରୀ ଆମକୁ ପ୍ରାର୍ଥନା ଜୀବନ ଡିଷ୍ଟର୍ବ କରିବେ ନାହିଁ, ଆମର ସ୍ପିରିଚୁଆଲ ଲାଇଫରେ ଡିଷ୍ଟର୍ବ କରିବେ ନାହିଁ। ନହେଲେ କହିବେ କେତେ ପ୍ରାର୍ଥନା, କେତେ ପ୍ରାର୍ଥନା ବଲିକା ସେମାନେ ବହୁତ ବାହାଘରକୁ ବହୁତ ଖୁସିରେ ଯାଉଥିବେ, ମାତ୍ର ଚର୍ଚ୍ଚକୁ ଆଇଲା ବେଳେ ଜଣା ପଡୁଥିବ। ସେଥିପାଇଁ ଆମ ଅନୁରୂପ ସହକାରୀ ପରମେଶ୍ୱର ଦେବେ। ନିଜେ ଖୋଜି ବୁଲନ୍ତୁ ନାହିଁ। ଦେଖିଲେ ଓ ଏ ମିଟିଂ ରେ କିଏ ଅଛି ଯୋଉ ଖୋଜୁଛନ୍ତି କି ନାହିଁ, ସେମିତି ଯଦି ଖୋଜିବେ ତାହେଲେ କଣ ମିଳିବ? ଲେଖା ଯାଉଛି, ପଢନ୍ତୁ ତା ତଳ ପଦ 19 ପଦରୁ। ଆଉ ସଦାପ୍ରଭୁ ପରମେଶ୍ୱର ଭୂମିରୁ ବିଲର ପଶୁଗଣ ଓ ଖେଚର ପକ୍ଷୀଗଣ ନିର୍ମାଣ କରି ଆଦମ ସେମାନଙ୍କୁ କି ନାମ ଦେବେ, ଏହା ଜାଣିବା ପାଇଁ ସମସ୍ତଙ୍କୁ ତାଙ୍କ ନିକଟକୁ ଆଣିଲେ। ତହିଁରେ ଆଦମ ସେହି ପ୍ରାଣୀବର୍ଗ ମଧ୍ୟରୁ ଯାହାକୁ ଯେଉଁ ନାମ ଦେଲେ, ତାହାର ସେହି ନାମ ହେଲା। ତା ପଛେ 20। ଏହି ରୂପେ ଆଦମ ପଶୁ, ଖେଚର ପକ୍ଷୀ ଓ ବିଲର ପ୍ରତ୍ୟେକ ଜନ୍ତୁର ନାମ ଦେଲେ। ମାତ୍ର ମନୁଷ୍ୟ ନିମନ୍ତେ ତାଙ୍କର ଅନୁରୂପ ସହକାରିଣୀ ଦେଖାଗଲା ନାହିଁ। ଦେଖାଗଲା ନାହିଁ। ପରମେଶ୍ୱର ଯେତେବେଳେ କହିଲେ ଆମେ ତୁମ ନିମନ୍ତେ ଅନୁରୂପ ସହକାରୀ ନିର୍ମାଣ କରିବା, ତାପରେ ଆଦମଙ୍କ ନିକଟକୁ ବାଘକୁ ଆଣୁଛନ୍ତି, ଭାଲୁକୁ ଆଣୁଛନ୍ତି, ହାତୀକୁ ଆଣୁଛନ୍ତି, ହରିଣକୁ ଆଣୁଛନ୍ତି।
ଆଦମ ଯଦି ବାଛିଥାନ୍ତା ଗୋଟେ ବାଘୁଣୀକୁ ବାଛିଥାନ୍ତା, ସେ ଆସିଥିଲେ କଣ ରାମ୍ପୁଡି ଥାନ୍ତା ସେ। ସେଥିପାଇଁ ତାଙ୍କୁ ସୁଯୋଗ, ସେ ଆମର ପୁଅ ଝିଅ ବୋଲେ ଆମକୁ ଏବେ ବର କନ୍ୟା ନାହିଁ ବୋଲି କହିବାରୁ ଅନୁରୂପ ତିଆରି କରିବା ବୋଲି କହୁ କହୁ ସାଙ୍ଗେ ସାଙ୍ଗେ ତାଙ୍କୁ ପଶୁ ମାନଙ୍କୁ ତାଙ୍କ ନିକଟକୁ ଆଣୁଛନ୍ତି। ଆଦମ ଦେଖୁଛନ୍ତି ପ୍ରିୟମାନେ, ଯଦି ବାଘକୁ ବାଘୁଣୀ ଆଣିବ ତାହେଲେ ପରିବାର କଣ ହେଇଯିବ, ଜଙ୍ଗଲ ହେଇଯିବ। ପରମେଶ୍ୱର ପରିବାରକୁ ବଗିଚା ଏଦନ ଉଦ୍ୟାନରେ ରଖିଲେ। ଆଜି ଅନେକଙ୍କର ପରିବାର ଜଙ୍ଗଲ ହେଇଯାଇଛି, ସେ ତାକୁ ରାମ୍ପୁଡୁଛି, ସେ ତାଙ୍କୁ ରାମ୍ପୁଡୁଛି, ସେ ତାକୁ ଠେଲୁଛି, ସେ ତାକୁ ଠେଲୁଛି, ବାକି ଚିଲ୍ଲା ଚିଲ୍ଲି ହେଉଥିବେ, ଭୟଙ୍କର କାମଡା କାମଡି ଚାଲିଥିବ। ଏଟା ପରିବାର ନା ଏଟା ଜଙ୍ଗଲ? ଏଟା ପ୍ରିୟମାନେ ଫ୍ୟାମିଲି ଗୋଟେ ଗାର୍ଡେନ પર ରହିବାର ଅଛି। ଦୁନିଆ ସାରା ଆମେ ବୁଲିକିନା ଘରକୁ ଆସିଲେ କେତେ ଭଲ ଲାଗିବାର ଅଛି। ଆମର ସେଇ ପ୍ରକାର ଆମମାନଙ୍କର ଜୀବନ ଶୈଳୀ ଆମମାନଙ୍କର ହେବାକୁ ପଡିବ। ଦେଖନ୍ତୁ, ଆମେ ଯେତେବେଳେ କୁଆଡେ ଯାଉଥିବୁ, ସେ ସମୟରେ ଗୋଟେ ଯଦି ଆମେ ଗାର୍ଡେନ ଦେଖିଲୁ, ଆମେ ଓହ୍ଲେଇକିନା ସାଙ୍ଗେ ସାଙ୍ଗେ ସେ ଗାର୍ଡେନକୁ ଯିବୁ, ବସିବୁ, ଚା ପିଇବୁ, ସେଲଫି ଉଠେଇବୁ, ପିଲାମାନେ କେତେ ବଢିଆ ଖେଳିବେ। ଏଇଟା ସିନା ପରିବାର। ଏଇଟା ପରିବାର ଆଜି ଜଙ୍ଗଲ ପାଲଟି ଯାଇଛି। କାହିଁକି? ନିଜେ ବାଛିକିନା ଗୋଟେ ବାଘୁଣୀ ଗୋଟେ ଭାଲୁଣୀ ଆଣିଛନ୍ତି ସେମାନେ। ଆଉ ସେମିତିରେ ଆମର ପରିବାର ଗୁଡିକ ନଷ୍ଟ ହଉଛି। ମୋର କଥା ଗୁଡିକ ଭଲ ଲାଗୁନଥିବ, ନ ଭଲ ଲାଗିଲେ ମୁଁ କଣ କରିପାରିବି? ମୋର କଥା ଏକା ସେମିତି। ଆମର ଫ୍ୟାମିଲିକୁ ଆମେ ତିଆରି କରିବାର ଅଛି ପ୍ରିୟମାନେ। ଏବେ ଯଦି ବାହାଘର ହେଉଛି, ସାଙ୍ଗେ ସାଙ୍ଗେ କଣ ଆଜିକାଲିର ବାହାଘର ଗୁଡିକ, ବାପା ଲୋ ମା, ଫଟୋ ସୁଟ, ଏତେ ଫଟୋ ସୁଟ କରି ପଇସା ଖର୍ଚ୍ଚ କରିବେ। ଗୋଟେ ଗୋଟେ ଫଟୋ ସୁଟ ରେ 15,000 ଉପରେ ଖର୍ଚ୍ଚ ହଉଛି ମିନିମମ ରେ। ଯଦି ଏତେ ଫଟୋ ସୁଟ କରିଥିବେ, ତା ପଛେ ସେ ବାହାଘର ଭାଙ୍ଗିଗଲେ ସେ ଫଟୋ କାହାକୁ ନେଇ ଦବ ତୁମେ? କଣ କରିବ ସେ ଫଟୋ ସୁଟ ଯାକ? ବାଳକଙ୍କୁ ବାହାଘର ଫିସ୍ 5,000 ଟଙ୍କା ଦେବା ପାଇଁ ଆଜ୍ଞା 500 କାଟିଲେ ହେବ ନାହିଁ? 500 କାଟି ଦିଅନ୍ତୁ ଆଜ୍ଞା। ମାତ୍ର ସେ ବାଜାକୁ 50,000, ଫଟୋ ସୁଟ କୁ 15-20 ହଜାର ଦିଆଯାଉଥିବ। ସେ ହଳଦୀ ରସମ, ବାପା ଲୋ ମା, କୋଉଠୁ ହଳଦୀ ଆଣିଥିବେ ଏମାନେ? ଫାଷ୍ଟ ସେ ବର ସେ ହଳଦୀରେ ଗାଧେଇବ, ସିଆଡେ ଜଗିଥିବେ ସେ ମ୍ୟାଡମ, ସେ ଅଇଁଠା ହଳଦୀ ଦେଲେ ସେ କେତେବେଳେ ଗାଧେଇବେ, ଏଟା କୋଉଠୁ ଆଣିଛନ୍ତି? ଆଉ ପାଳକ ମାନେ ମଧ୍ୟ, ପ୍ରଭୁ ଏ ହଳଦୀ ରସମରେ ହଳଦୀଟା ଭଲ ଭାବରେ ରଚୁ, ପ୍ରଭୁ ଭଲ ଭାବରେ ଲାଗୁ। କି ଅବସ୍ଥା ଗୁଡିକ ଏଇଟା! ବାଇବଲରେ ସବୁ ଯାକ ଅଛି। ବାଇବଲରେ ଏମାନେ ଯୋଉ ବିଷୟକୁ ଆମେ ବହୁତ ଗୁରୁତ୍ୱ ଆମେ ଦେବାର ଅଛି। ଓକେ, ଥ୍ୟାଙ୍କ ୟୁ ଭାଇ। 1 ଲାଖ ହଉଛି ନି ଫଟୋ ସୁଟ? ହଁ, ଆମେ ବିନା ଫଟୋ ସୁଟ ରେ ବାହା ହେଇଛୁ, ଆମକୁ କଣ ଜଣା ସେଇଟା। ଆମେ ଖାଲି ଦେଖିଲୁ ଠିକ ଅଛି, ଓକେ ବାହା ହେଇଗଲୁ। ଆମକୁ ଆଉ ଫଟୋ ସୁଟ ସବୁ ସିଷ୍ଟମ ଯାକ ନାହିଁ ଆମର। ପ୍ରଭୁଙ୍କର ଗୌରବ ହଉ ପ୍ରିୟମାନେ। ଆମମାନଙ୍କର ମ୍ୟାରେଜ ଟା ବହୁତ ବହୁତ ଇମ୍ପୋର୍ଟାଣ୍ଟ। ଏ ଯୋଉ ବାହାର ଲୋକମାନଙ୍କର ମ୍ୟାରେଜ ଟା, ସେଟା ଗୁରୁତ୍ୱପୂର୍ଣ୍ଣ ମ୍ୟାରେଜ ନାହିଁ। ଆମର ଯୋଉ ବାହାଘର ହେବ, ଆମର ବାହାଘରରେ ପରମେଶ୍ୱର ଥିବେ, ପ୍ରଭୁଙ୍କର ଦାସ ମାନେ ଥିବେ, ପରମେଶ୍ୱରଙ୍କର ବାକ୍ୟ ରହିବେ, ମଣ୍ଡଳୀ ରହିବେ। ଏତେ ଗୁରୁତ୍ୱପୂର୍ଣ୍ଣ ମ୍ୟାରେଜରେ କଣ ତୁମେ ବର ବାଁ ଆଡେ ବସିବ କି ଡାହାଣ ଆଡେ ବସିବ? এইটা ଗଣ୍ଡଗୋଳ ଲାଗୁଥିବେ। କେତେ ଜଣ ଅଛନ୍ତି, ନାଇଁ ନାଇଁ ଡାହାଣ ଆଡେ ବସେଇବେ ନା, କେତେ ଜଣ ଅଛି ବାଁ ଆଡେ ବସେଇବେ। ତା ହଉଛି ବର କନ୍ୟା ସିଆଡେ ବୁଲିବାକୁ ଯାଇ ଆସିବେ। କଣ ବୁଲିବାକୁ ଯାଉଛନ୍ତି? ତୁମେ ଡିସାଇଡ କର, ତା ପଛେ ଆମେ ଆସିବୁ। ଆମେ କୁଆଡେ ବସେଇବାର ଅଛି, କୁଆଡେ ବସେଇବେ ଏବେ ସିଓର ନାଉ ଯେ କୁଆଡେ ବସେଇବେ। ଯୁଆଡେ ବି ବସିଲେ ହେବ। ସେଇଟା ବଡ କଥା ପ୍ରିୟମାନେ। ଦେଖନ୍ତୁ, ଏଠି ତାଙ୍କେ ନିଜେ ବାଛୁନାହାନ୍ତି। ଆଦମଙ୍କ ପାଖରେ ସେ ପଶୁ ମାନଙ୍କୁ ଆଣିଲେ, ଦେଖିବା ଆଦମ ଏମାନଙ୍କ ଭିତରେ କାହାକୁ ଗୋଟେ ବାଛୁଛନ୍ତି କି? ଆଦମ ଏତେ ଜ୍ଞାନୀ ବ୍ୟକ୍ତି। ଆଦମ ଏତେ ଜ୍ଞାନୀ ବ୍ୟକ୍ତି କାହିଁକି କହୁଛି? ଆମର ଗୋଟେ ପୁଅର ନାଁ ଦେବାର ଅଛି ବୋଲି କହିଲେ, ଆମେ ମୋବାଇଲରେ ଆମେ ସର୍ଚ୍ଚ କରୁଛୁ। ଆମେ ହଁ, ଏନ ରେ କୋଉ ନାଁ ହେବ, ପି ରେ କୋଉ ନାଁ ହେବ, ସବୁ ଆମେ ଖୋଜୁଛୁ। ଆଦମ ଆଉ ମୋବାଇଲ ଫୋବାଇଲ ସର୍ଚ୍ଚ କରିନାହାନ୍ତି। ତୁ ହାତୀ, ତୁ ହାତୁଣୀ, ତୁ ବାଘ, ତୁ ବାଘୁଣୀ, ତୁ ସିଂହ, ତୁ ସିଂହଣୀ, ତୁ କୁକୁର, ସେ କଣ କଣ, ସେ ସବୁ ଯାକ କହିଦେବାରୁ ସେ ସମାନ ନାଁ ଯାକ ଅଛି। ଯାହା ଆଦମ ନାଁ ଦେଇଛନ୍ତି, ସେ ସବୁ ନାଁ ଯାକ କିଏ ଚେଞ୍ଜ କରିନାହାନ୍ତି। ପ୍ରଭୁ କହିଲେ ତୁ ଠିକ ନାଁ ଦଉନୁ। ନାଇଁ ନାଇଁ, ପରମେଶ୍ୱର ଆଦମକୁ ଏତେ ଜ୍ଞାନ ଦେଇଥିଲେ, ସେଥିପାଇଁ ସେ ଗୋଟେ ଜ୍ଞାନୀ ବ୍ୟକ୍ତି। ସେ ପରମେଶ୍ୱରଙ୍କ ଉପରେ ସମ୍ପୂର୍ଣ୍ଣ ଭାବରେ ଡିପେଣ୍ଡ କଲେ। ସେ ନିଜେ କୌଣସି ପ୍ରକାର ବାଛିଲେ ନାହିଁ। ସେଟା ପାଇଁ ସଦାପ୍ରଭୁ ଯେବେ ଗୃହ ନିର୍ମାଣ ନ କରନ୍ତି, ପରମେଶ୍ୱର ସେ ଗୃହକୁ ତିଆରି କରନ୍ତି। ଆଉ ଯୋଉ ଘର ପରମେଶ୍ୱର ତିଆରି କରନ୍ତି, ଝଡ ବତାସ ଯାହା ବି ଆସିଲେ କେବେ ହେଲେ କୋର୍ଟକୁ ଯିବେ ନାହିଁ, ଥାନା ପିଣ୍ଡାକୁ ଚକୁଡିବେ ନାହିଁ, ଛାଡ ପତ୍ରର କଥା କେବେ ଉଠିବ ନାହିଁ।
ଆଜିକାଲି ତ ଛାଡ ପତ୍ର ଆଉ ଆଜିକାଲି କଣ୍ଟ୍ରାକ୍ଟ ମ୍ୟାରେଜ। କୋରାପୁଟର ଗୋଟେ ବହୁତ ବଡ ପାଳକ ସେ ବିଦେଶରୁ ଗୋଟେ ଝିଅ ଆଣିଥିଲେ, 4 ବର୍ଷ ପାଇଁ ମ୍ୟାରେଜ। 4 ବର୍ଷ ପରେ ସେ ଝିଅ ଫ୍ଲାଇଟ ଧରି ପଳେଇଲା। ସେ ଏଟା କି ମ୍ୟାରେଜ ଯାକ ହଉଛି ଆଜିକାଲି? କଣ୍ଟ୍ରାକ୍ଟ ମ୍ୟାରେଜ ଯାକ କରୁଛ, 4 ବର୍ଷ 5 ବର୍ଷ, କଣ ହେଇଛି ଏଟା? ଘର ଭଡା ନେଇଛ ନା କଣ? ଆଜି ପରିସ୍ଥିତି ଆମର ସେମିତି ହେଇଯାଉଛି ପ୍ରିୟମାନେ। ଆମମାନେ ବାହାଘରକୁ ଆମେ ବୁଝିପାରୁଛୁ, ପରମେଶ୍ୱର ବାଇବଲରେ 2ଟା ବାହାଘରକୁ ସେ ଏତେ ସୁନ୍ଦର ଭାବେ ଡିଜାଇନ କରିଛନ୍ତି। ପ୍ରଥମ ବାହାଘର ଆଦମ ହବାଙ୍କର ବାହାଘର, ଦ୍ୱିତୀୟ ବାହାଘର ଇସାକ ଆଉ ରିବିକାଙ୍କର ବାହାଘର। ଏଇ ସବୁ ବାହାଘରକୁ ପରମେଶ୍ୱର ବିହାଇଣ୍ଡ ଦ ସ୍କ୍ରିନ୍ ରହି କେତେ ସୁନ୍ଦର ଭାବରେ ପରିଚାଳନା କରୁଛନ୍ତି। ଆମେ ମଧ୍ୟ ସେଇ ପ୍ରକାର ଭାବରେ ଆମ ଯଦି ବାହାଘରକୁ ପରମେଶ୍ୱର ତୁମେ ଆମର ବାହାଘରକୁ ତିଆରି କର, ମ୍ୟାରେଜକୁ ତିଆରି କର ବୋଲି କହିଲେ ପରମେଶ୍ୱର ଠିକ ହେବ। ମନ ଭିତରେ କାହାକୁ ଗୋଟେ ରଖିକିନା ପ୍ରାର୍ଥନା କରୁଥିବ ପ୍ରଭୁ 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 କହିଲେ ହେବ ନାହିଁ ସେଇଟା। ଆଦମ ସେମିତି କଲେ ନାହିଁ। ଆଦମ କଣ କଲେ? ଲେଖାଯାଉଛି 21 ପଦ ପଢନ୍ତୁ। ଅନନ୍ତର ସଦାପ୍ରଭୁ ପରମେଶ୍ୱର ଆଦମଙ୍କୁ ଘୋର ନିଦ୍ରାଗ୍ରସ୍ତ କରାଇ ସେହି ନିଦ୍ରା ସମୟରେ ତାଙ୍କର ଖଣ୍ଡେ ପଞ୍ଜର ନେଇ ମାଂସ ଦ୍ୱାରା ସେହି ସ୍ଥାନ ପୂର୍ଣ୍ଣ କଲେ। କଣ କଲେ? ଆଦମ ତାଙ୍କର ବାହାଘର ପାଇଁ ସେ ନିଜେ କିଛି ପରିଶ୍ରମ କଲେ ନାହିଁ। ପରମେଶ୍ୱରଙ୍କର ପ୍ରେଜେନ୍ସ କୁ ଗଲେ, ପରମେଶ୍ୱରଙ୍କ ଉପରେ ଆଉଜି ପଡିଲେ, ସେ ସେଇଠି ସମ୍ପୂର୍ଣ୍ଣ ଭାବରେ ଘୋର ନିଦ୍ରାଗତ ହେଲେ। ତାଙ୍କେ ନିଜେ କିଛି ପରିଶ୍ରମ କରିନାହାନ୍ତି। ତୁମେ ମୋର ବାପା, ତୁମର କାମ ହେଲା ମୋ ନିମନ୍ତେ ଝିଅ ଖୋଜିବାଟା। କେତେ ସୁନ୍ଦର ଏଇଟା ପ୍ରିୟମାନେ। ଆଜି ଆମେ ନିଜେ ନିଜେ ଖୋଜି ଆମେ ବହୁତ ହଇରାଣ ହେଇଛୁ, ବହୁତ ହଇରାଣ ଆମେ ହଉଛୁ। ମାତ୍ର ଆଦମ ସେ ଜ୍ଞାନୀ ବ୍ୟକ୍ତି, ସେ ନିଜେ ଖୋଜିଲେ ନାହିଁ, ଆଉ ପରମେଶ୍ୱରଙ୍କ ପ୍ରେଜେନ୍ସକୁ ଗଲେ। ସେଇ ଜାଗାରେ ପରମେଶ୍ୱର ତାଙ୍କୁ ଘୋର ନିଦ୍ରା ଦେଇଥିଲେ। ଆମେ ସେଇଟା ଆମେ ଜାଣିବାର ଅଛି। ମ୍ୟାରେଜ ବିଷୟରେ ଅନେକ ସର୍ମନ ଦେଇ ହବ। ସେଥିପାଇଁ ମୋର ଫାର୍ଷ୍ଟ ସର୍ମନ ଆପଣମାନଙ୍କ ଠାରେ ଅନେକ ଜଣ ଅନେକ ବାକ୍ୟ ଗୁଡିକ ପ୍ରଚାର କରିଛନ୍ତି, ମୁଁ ଶୁଣିଛି। ଆଉ ମୁଁ ଏବେ ଏଇଟା ଦେବାର କାରଣ କଣ? ଏଇଟା ଗୋଟେ ଡକ୍ଟ୍ରିନାଲ ଷ୍ଟଡିଟା। ଏଇଟା ଆମେ ଆମର ବାହାଘରକୁ କେମିତି ଡିଜାଇନ କରିବାକୁ ପଡିବ, ପରମେଶ୍ୱରଙ୍କ ଉପରେ କେମିତି ଡିପେଣ୍ଡ କରିବାକୁ ପଡିବ, ଆମେ ଏଇଟା ଜାଣିବାର ଅଛି। ବାପ୍ତିସ୍ମ ନେବା ପୂର୍ବରୁ 3-4ଟା କ୍ଲାସ ଥାଉଛି। ବାହାଘର ହେବା ପୂର୍ବରୁ କେତେଟା କ୍ଲାସ କରୁନ ତୁମେ? ବାହାଘର ହେବା ପୂର୍ବରୁ କ୍ଲାସ ଯଦି ଆମେ କରିଥାନ୍ତୁ, ତାହେଲେ ଉପଯୁକ୍ତ ଜୀବନ ସାଥୀ ଗୁଡିକ ଲୋକମାନେ ବାଛି ପାରିଥାନ୍ତେ। ଆମେ ବାହାଘର କଣ? ବାହାଘରରେ ABCD EFGH ଦେଖାଯାଉଛି ବୋଲି କହିବେ। ଏ ରେ ଏଜ୍, ବି ରେ ବ୍ୟୁଟି, ସି ରେ କଲର, ଡି ରେ ଡାଉରି, ଇ ରେ ଏଜୁକେସନ, ଏଫ ରେ ଫାଇନାନ୍ସ ଦେଖାଯାଉଛି, ତାପରେ ଜି ରେ ଗୋଲ୍ଡ ଦେଖାଯାଉଛି, ଏଚ ରେ ହାଇଟ୍ ଦେଖାଯାଉଛି। କିଛି ସ୍ପିରିଚୁଆଲିଟି କୋଉଠି ଦେଖାଯାଉନାହିଁ। ABCD ବାହାଘର ଗୁଡିକ ଏଇଟା ଖାଲି ସୁନ୍ଦରତା ସୁନ୍ଦରତା ସୁନ୍ଦରତା। ମତେ ଫୋନ କରି କହିବେ, ଆଜ୍ଞା ଝିଅ ଯେମିତି ଥାଉ ଆଜ୍ଞା, ମାର୍ବଲ ପରି ଗୋରା ଥିଲେ ହେଇଗଲା। ମୁଁ ବେଳେ ବେଳେ କହେ, ଲେଟ୍ରିନ୍ ପେନ୍ ତ ତାଠୁ ବେଶୀ ଗୋରା ଅଛି। ସେଟା ଗୋଟେ ଧର, ସେଟା ଗୋରା ଆକା ଦରକାର। ପୁଅ ଅଙ୍ଗାର ପରି କଳା ଥିଲେ ମଧ୍ୟ ଝିଅ ତାଙ୍କୁ ମାର୍ବଲ ପରି ଗୋରା ଝିଅ ଆକା ଦରକାର ତାଙ୍କୁ, ଆଉ କିଛି ଦରକାର ନାହିଁ। ହଁ ଆଜ୍ଞା, ରାତିରେ କରେଣ୍ଟ ଗଲେ ବି କିଛି ଅସୁବିଧା ନାହିଁ, ଗୋରାଟା ଆଣିଛ। ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କରନ୍ତୁ। ଆମେ କଣ ଖୋଜୁଛୁ କି? ଆମେ ବାହାଘର ହେବାକୁ ଯାଉଛୁ। ଆମେ ବାହାଘର କେମିତି କରାଯାଏ, କୋଉଟା ବାହାଘରରେ ଇମ୍ପୋର୍ଟାଣ୍ଟ ବିଷୟ ରହିଛି, ସେଇଟା ଜାଣିବାର ଅଛି। ଦେଖନ୍ତୁ 2 ଅଧ୍ୟାୟର 15 ପଦ ଟିକେ ପଢନ୍ତୁ ତ। ପୁଣି ସଦାପ୍ରଭୁ ପରମେଶ୍ୱର ସେହି ପୁଣି ସଦାପ୍ରଭୁ ପରମେଶ୍ୱର ସେହି ମନୁଷ୍ୟକୁ ନେଇ ଏଦନ ଉଦ୍ୟାନକୁ ସୁସଜ୍ଜିତ ଓ ରକ୍ଷା କରିବା ପାଇଁ ନିଯୁକ୍ତ କଲେ। ଆପଣ କୁହନ୍ତୁ, ଫାର୍ଷ୍ଟରେ ସ୍ତ୍ରୀ ଦରକାର ନା ଫାର୍ଷ୍ଟରେ ଜବ୍ ଦରକାର ଅଛି? ଫାର୍ଷ୍ଟରେ ଜବ୍ ଦରକାର ଅଛି। ପରମେଶ୍ୱର ଫାର୍ଷ୍ଟରେ ସ୍ତ୍ରୀ ଦଉନାହାନ୍ତି, ଫାର୍ଷ୍ଟରେ ଆଦମକୁ ଗୋଟେ ଜବ୍ ଦଉଛନ୍ତି, ଗୋଟେ ଚାକିରି ଗୋଟେ ଦଉଛନ୍ତି। ତୁମେ ଯାଅ ଏଦନ ଉଦ୍ୟାନରେ, ତୁମେ ସବୁ ଯାକ ରକ୍ଷଣ ବେକ୍ଷଣ କରିବ। ଫାର୍ଷ୍ଟରେ ବାହାଘର ନାହିଁ। ପୁଅ କଣ କମଉଛି ନା? କିଛି କମଉ ନାହିଁ। ବୋହୁ ଆଣିଲା ପରେ କମେଇବ। କଣ କେମିତି କମେଇବ? ସେ ବୋହୁ ଆଣିଲା ପରେ ମାକୁ ମାଗୁଥିବ, ବୋହୁ ପାଇଁ ପାଉଡର ଦରକାର ଅଛି, କ୍ରିମ ଦରକାର ଅଛି, ଅମକ ଦରକାର ଅଛି, ସମକ ଦରକାର ଅଛି।
ଫାଷ୍ଟରେ ଗୋଟେ ପୁଅ ଗୋଟେ ସେଇ ଲାୟକ ହେଉ, ସେ କମେଇବାଟା ଜାଣ। ଯାହାକୁ ମଧ୍ୟ ଆମେ ଯିବୁ, ଆମେ ଆମ ପୁଅ ପାଇଁ ଝିଅ ଦରକାର, ଫାଷ୍ଟ ପ୍ରଶ୍ନ କଣ ଥିବ? ପୁଅ କେତେ ହାଇଟ୍ ପଚାରିବେନି, କେତେ ରଙ୍ଗ ପଚାରିବେନି, ପୁଅ କଣ କରୁଛି। ହଁ, ପୁଅ ଘରେ ବସି ବେକାରରେ ମା ବାପାଙ୍କର ଖାଉଛି। ଯଦି ଆମେ ଏମିତି କରିବା ବୋଲେ କିଏ ଦବ? ପ୍ରିୟ ମାନେ, ସେମିତି ଲୋକକୁ କିଏ ପୁଅ ଦେବେ ନାହିଁ। ପୁଅ ପରିଶ୍ରମ କରି 2 ପଇସା କମେଇବାର ଆବଶ୍ୟକ ରହିଛି। ତା ପଛେ ଯାଇକିନା ବାହାଘର ଚିନ୍ତା କରିବାର ଅଛି। ଏଇଟା ହଉଛି ତାର ପ୍ୟାଟର୍ନ। ପରମେଶ୍ୱର ଚାହିଁଥାନ୍ତେ 2ଟା ମାଟି ପିଣ୍ଡୁଳାକୁ ନେଇକିନା ଗୋଟେ ଆଦମ ତିଆରି କରିଥାନ୍ତେ, ଆଉ ଗୋଟେ ହବା ତିଆରି କରିଥାନ୍ତେ। ସେମିତି କଲେ ନାହିଁ। ଫାଷ୍ଟରେ ଗୋଟେ ମାଟି ପିଣ୍ଡୁଳାକୁ ନେଲେ, ତାକୁ ଆଦମ ତିଆରି କରି ନାସିକା ରନ୍ଧ୍ରରେ ଫୁଙ୍କ ଦେଲା ପରେ ପ୍ରାଣବାୟୁ ପ୍ରବେଶ କଲେ, ସେ ଜୀବିତ ପ୍ରାଣୀ ହେଇଗଲା। ଆଦମ ଯେତେବେଳେ ଆଖି ଫିଟେଇଛନ୍ତି, ଫାଷ୍ଟରେ କାହାକୁ ଦେଖିଛନ୍ତି? ପ୍ରଥମରେ ସେ ପରମେଶ୍ୱରଙ୍କୁ ଦେଖିଛନ୍ତି। ହବାଙ୍କୁ ମଧ୍ୟ ଆଦମଙ୍କର ପଞ୍ଜରା ନେଲେ, ତା ପଛେ ହବାଙ୍କୁ ତିଆରି କଲେ। ହବା ମଧ୍ୟ ଫାଷ୍ଟରେ ଆଖି ଫିଟାଉ ଫିଟାଉ ଆଦମକୁ ଦେଖି ନାହାନ୍ତି। ହଁ, ହ୍ୟାଲୋ ହ୍ୟାଣ୍ଡସମ୍ ବୋଲି ସେ କହିନାହାନ୍ତି। ହେଲା, ଫାଷ୍ଟରେ ସେ ଆଖି ଫିଟାଉ ଫିଟାଉ ସେ କାହାକୁ ଦେଖୁଛନ୍ତି? ପରମେଶ୍ୱରଙ୍କୁ ଦେଖୁଛନ୍ତି। ପ୍ରିୟମାନେ, ଏମିତି ଗୋଟିଏ ପୁଅ, ଏମିତି ଗୋଟେ ଝିଅ ସହିତ ବାହା ହେବେ ଯାହା ଜୀବନରେ ପ୍ରଭୁ ପ୍ରଥମେ ଥିବେ, ପରମେଶ୍ୱରଙ୍କୁ ନିଜ ଜୀବନରେ ପ୍ରଥମରେ ରଖିଥିବେ। ମୁଁ ଏମିତି ଗୋଟେ ପୁଅ କି ଝିଅକୁ ବାହା ହେବି ଯାହା ଜୀବନରେ ମୁଁ ପ୍ରଥମ। ତୁମେ ପ୍ରଥମ ହେଲେ ଗଣ୍ଡଗୋଳ ଲାଗିକିନା ଦିନ ଯିବ। ଯୋଉ ଝିଅ, ଯୋଉ ପୁଅ ତାଙ୍କ ଜୀବନରେ ପ୍ରଭୁ ଯୀଶୁଖ୍ରୀଷ୍ଟ ପ୍ରଥମ, ସବୁଠୁ ଅଧିକ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ପ୍ରେମ କରୁଥିବେ, ସେହି ପ୍ରକାର ପୁଅ ଝିଅକୁ ଯଦି ବାହା ହେବେ, ତାହେଲେ ଆମର ବାହାଘରଟା ଲାଷ୍ଟିଂ ହେବ। ସେଥିପାଇଁ ଜ୍ଞାନୀ ପରମେଶ୍ୱର 2ଟା ମାଟି ପିଣ୍ଡୁଳା ନେଇକିନା ସେ ତିଆରି କରୁନାହାନ୍ତି। ପ୍ରଥମେ ଗୋଟେ ମାଟି ପିଣ୍ଡୁଳା ନେଲେ, ଆଉ ସେଇ ମାଟି ପିଣ୍ଡୁଳାରେ ସେ ଆଦମକୁ ତିଆରି କଲେ, ଆଉ ଗୋଟେ ମାଟି ପିଣ୍ଡୁଳା ନେଲେ ହବାଙ୍କୁ ତିଆରି କଲେ। ଅଲଗା ଅଲଗା ତିଆରି କରୁଛନ୍ତି, ଆଉ ସେମାନଙ୍କ ଜୀବନରେ ଆଖି ଫିଟାଉ ଫିଟାଉ ସେ ପ୍ରଥମରେ ପରମେଶ୍ୱରଙ୍କୁ ଦେଖୁଛନ୍ତି। ହବା ମଧ୍ୟ ଆଖି ଫିଟାଉ ଫିଟାଉ ପ୍ରଥମେ ପରମେଶ୍ୱରଙ୍କୁ ଦେଖୁଛନ୍ତି। ଏଇଟା ରହିବାର ଅଛି ପ୍ରିୟମାନେ। ମାତ୍ର ଆଜି ଆମର କଣ ହଉଛି? ପଢିବା ଗୋଟେ ପଦ ଆପଣମାନେ ଜାଣିଛନ୍ତି। ମୋ ସହିତ ଆପଣମାନେ 2 Corinthians 6:12 ଟିକେ ପଢନ୍ତୁ। ମୁଁ ପଢିବି କି? ଆମ୍ଭେମାନେ ପଢ। ତୁମ୍ଭ ନିକଟରେ ଆତ୍ମ ପ୍ରଶଂସା କରୁନାହୁଁ। 2 Corinthians 6:14। କାରଣ ଖ୍ରୀଷ୍ଟଙ୍କ ପ୍ରେମ ଆମମାନଙ୍କୁ ବଶରେ ରଖି ଚଳାଉଅଛି। ଯେଣୁ ଆମ୍ଭେମାନେ ଏହି ବିଚାର କରୁଅଛୁ ଯେ ଜଣେ ସମସ୍ତଙ୍କ ନିମନ୍ତେ ମୃତ୍ୟୁ ଥିବାରୁ ସମସ୍ତେ ଆମର ମୃତ ହେଲେ। 2 Corinthians 6:14। ଅବିଶ୍ୱାସୀମାନଙ୍କ ସହିତ ଧୋକା ନ ଯାଅ, କାରଣ ଧର୍ମ ଅଧର୍ମ ମଧ୍ୟରେ କି ସହଯୋଗିତା, ଅବା ଅନ୍ଧକାର ସହିତ ଆଲୋକର କି ସହଭାଗିତା? ପ୍ରଶ୍ନ, ଏବେ ମନେକର ଜଣେ ଅନ୍ଧକାରରେ ଥିବା ଗୋଟେ ଝିଅ ବା ପୁଅକୁ ବାହା ହେବେ। ମନେକର ଗୋଟେ ଝିଅ ପ୍ରଭୁଙ୍କୁ ଜାଣିନଥିବ, ଅନ୍ଧକାରରେ ଯୋଉ ଝିଅକୁ ବାହା ହେବେ, ସେ ଅନ୍ଧକାରର ଝିଅର ବାପାଙ୍କ ନାଁ କଣ? ଅବଭିୟସଲି ଶୈତାନ। ହେଲେ ପିଲାର ଶ୍ୱଶୁର କିଏ ହେବେ? ଜାଣିବା କଥା କିଏ ହେବେ? ଆଉ ଯଦି ଶ୍ୱଶୁର ଆମର ସେ ଶୈତାନ ହେଲା, ସେ ଘର କେମିତି ଭଲରେ ରହିବ? ବୁଝନ୍ତୁ, ସେଇଟା ଆମେ ବୁଝିବାର ଅଛି। ଆମେ ନାହିଁ ଆଜ୍ଞା ସୁନ୍ଦର ଅଛି, ସେ ମତେ ବାହା ହେବା ପାଇଁ, ବାପ୍ତିସ୍ମ ନେବା ପାଇଁ ଚାହୁଁଛି, ହଁ ବୋଲି କହିବେ ଆକା। ସେମିତି ଆକା ଅସୁବିଧା ହେଇଛି। ବାହା ହେଇକିନା ଆତ୍ମା ଲାଭ କର ବୋଲି ଲେଖା ହେଇଛି କୋଉଠି? ସୁସମାଚାର ପ୍ରଚାର କରି ଆତ୍ମା ଲାଭ କର। ନାହିଁ ଆଜ୍ଞା, ମୋର ପୁଅ ଗୋଟେ ଆତ୍ମା ଲାଭ କଲା। ଆତ୍ମା ଲାଭ କଲା, କିଛି ଦିନ ଯାଉ, ତାକୁ ରଥଯାତ୍ରାକୁ ନେବ, ତାକୁ ଦଶହରାକୁ ନେବ, ଆମେ ଯାଉଛୁ, ତୁମେ ସେ ଆସେ। ହଁ, ଏମିତି କରି କରି ଜଣା ପଡିଯିବ। ତା ପଛେ ଜାଣି ହେବ ସେ ଜିଜେବେଲଟା ଇଏ ଆହାବଟା ବୋଲି ଭଲ ଭାବରେ ତା ପଛେ ବୁଝିପାରିବ। ପ୍ରିୟମାନେ, ଆମେ ପରମେଶ୍ୱରଙ୍କର ବାକ୍ୟ ବାହାରେ ଯାଇକିନା ଆମେ କେବେ ହେଲେ ମଧ୍ୟ ଆମେ ପରିବାରକୁ ଗଠନ କରିପାରିବା ନାହିଁ। କାହିଁକି ନା ପରିବାରକୁ ପରମେଶ୍ୱର ଗଠନ କରନ୍ତି। ଆଉ ସେଇ ପରମେଶ୍ୱର ସେ ଆମକୁ କହିଛନ୍ତି ଯେ
ଅବିଶ୍ୱାସୀ ମାନଙ୍କର ସହିତ ଅସମାନ ରୂପେ ଯୋଚା ନ ଯାଅ। କାଲିକୁ ଯଦି ଆମେ ଗୋଟେ କାର କିଣିବାକୁ ଯିବୁ, ସେ କାରର ପଛ ଦୁଇଟା ଯଦି ଚକ ଅଟୋର ଲଗେଇକିନା ଦେବେ, ଆଜ୍ଞା 1,00,000 ଟଙ୍କା ଗୋଟେ କମେଇ ଦେବୁ ଆଜ୍ଞା ନିଅନ୍ତୁ ବୋଲି କହିଲେ, କିଏ ନବ ସେଟା? କିଏ କୋଉଠି ଚାଲିପାରିବ ସେଟା? ସେମିତିକା ଆମର ବାହାଘର ଠିକରେ ଚାଲି ନ ପାରିବା କଣ? ଗୋଟେ ଚକ ଅଲଗା ଆଉ ଗୋଟେ ଚକ ଅଲଗା କେମିତି ଚାଲିବ? ସେଥିପାଇଁ ଆମର ପରମେଶ୍ୱର କହୁଛନ୍ତି ଅବିଶ୍ୱାସୀ ମାନଙ୍କର ସହିତ। ମୁଁ କହେ ଯେ ଯୋଉ ଅବିଶ୍ୱାସୀକୁ ଯିଏ ଆଣୁଛି, ଆମ ଭାଷାରେ ରୁଣ୍ଡେଲ ବୋଲି କହିବେ, ଆପଣଙ୍କ ଭାଷାରେ ବାଇକୁଣ୍ଡିଆଣୀ ନା କଣ ବୋଲି କହିବେ ମତେ ଜଣା ନାହିଁ। ତାକୁ ଯଦି ଆଣିବ ବୋଲେ କୁଣ୍ଡେଇବାଟା ଛାଡିବ କିଛିଟା, ସବୁବେଳେ କୁଣ୍ଡଉଥିବ କୁଣ୍ଡଉଥିବ କୁଣ୍ଡଉଥିବ। ଆଜ୍ଞା କୁଣ୍ଡଉଛି, ଆରେ ତୁ ତ ଧରିଛୁ ସେଇଟା, କୁଣ୍ଡେଇବ ସେଇଟା, ତମେ ଧରି ପଳେଇ ଆସିଛ ସେଇଟା। ସେଥିପାଇଁ ବହୁତ ସାବଧାନ। ବହୁତ ଜଣ ଅଛନ୍ତି ବାଳକଙ୍କୁ ଓଭରକମ କରି ଆଜ୍ଞା କିଛି ଜାଣନ୍ତି ନାହିଁ, କଣ ହେଇଗଲା ଯେ ମତେ ଏମିତି ଅନେକ ଲୋକ ବିଡରା ବିଡ୍ରି କଲେ ମଧ୍ୟ କାର ଖାଉ ନାହିଁ, କାହାକୁ ଡରବାର ନାହିଁ। ତମେ ଯାଅ, ମୁଁ କଣ ବାହା ଫିସ୍ ନେବାକୁ ଆସିଛି ନା କଣ? ମାନେ ଆମର ପରିବାରକୁ ସୁଖ ଶାନ୍ତିରେ ଯଦି ରଖିବାର ଅଛି, ତାହେଲେ ଆମେ ପରମେଶ୍ୱରଙ୍କୁ କହିବାର ଅଛି, ପରମେଶ୍ୱର ଆମର ଘରକୁ ନିର୍ମାଣ କର। ଆମେ ଖ୍ରୀଷ୍ଟୀୟ ଘରକୁ ଆମେ କେମିତି ନିର୍ମାଣ କରିପାରିବା? ଆମର ଘରକୁ ଆମେ ନିଜେ ନିର୍ମାଣ କରିପାରିବା ନାହିଁ। ପରମେଶ୍ୱର କହୁଛନ୍ତି ସଦାପ୍ରଭୁ ଯେବେ ଗୃହ ନିର୍ମାଣ ନ କରନ୍ତି, ତେବେ ନିର୍ମାଣକାରୀ ମାନେ ବ୍ୟର୍ଥରେ ପରିଶ୍ରମ କରନ୍ତି। ବ୍ୟର୍ଥରେ ପରିଶ୍ରମ। ଦେଖନ୍ତୁ କେତେ ଜଣଙ୍କର ଘର ଅଛି, ତିଆରି କରୁ କରୁ ଫାର୍ଷ୍ଟରେ ତାଙ୍କର ପ୍ରେମ ଏତେ ଥିବ, ଆଉ କହିବେ ଆଜ୍ଞା କେମିତି ଚାଲିଛି ଆଜ୍ଞା? ନାଇଁ ଆଜ୍ଞା ପରମ ଗୀତରେ ଥିଲା ପରି ଲାଗୁଛି ଆଜ୍ଞା। ମାତ୍ର ତ ପ୍ରେମ ନା 6 ମାସ ଭୟଙ୍କର ପରମ ଗୀତ, ପୁରା ପ୍ରେମ। ସେ ତାକୁ ପଚାରୁଥିବ ଖାଇଲ? ହଁ ସେ ଖାଇଲ, କେତେବେଳେ ଆସୁଛ, ଅଫିସରେ କେମିତି ହେଲ, କଣ ହେଲ, ସବୁ ମସ୍ତରେ ଚାଲିଥିବ। ତା ପଛେ 6 ମାସ ଗଲା ପରେ ଏବେ କେମିତି ଚାଲିଛି ଆଜ୍ଞା? ନାଇଁ ଏବେ ଟିକେ ହିତ ଉପଦେଶରେ ଅଛୁ ଆମେ। କିଏ ମତେ ଉପଦେଶ ଦଉଛନ୍ତି, ମୁଁ ତାଙ୍କୁ ଉପଦେଶ ଦଉଛି, ସ୍ୱାମୀ ସହିତ ଏମିତି ରହିବାର, ସ୍ତ୍ରୀ ସହିତ ଏମିତି ରହିବାର। ସେତେବେଳେ ହିତ ଉପଦେଶ ଚାଲିଛି। ଆହୁରି 6 ମାସ ଗଲା ପରେ କୋଉଠି ଅଛ ଆଜ୍ଞା? ନାଇଁ ଏବେ ଉପଦେଶରେ ଅଛୁ। ମାନେ କଣ? ଅସାର ଅସାର ସକଳ ଅସାର ଛିଡିଗଲା ସେଇଟା। ପରମେଶ୍ୱର ଯଦି ଯୋଉ ଘର ତିଆରି କରିବେ, ଆରମ୍ଭରୁ ଶେଷ ଯାଏ ପରମ ଗୀତରେ ହିଁ ଥିବେ। ପ୍ରେମ 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 ବଢି 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 ଚାଲିଥିବ ପ୍ରିୟମାନେ। ଆଉ ଯୋଉ ପରମେଶ୍ୱର ଯୋଉ ଘର ତିଆରି କରିନଥିବେ, ସାଙ୍ଗେ ସାଙ୍ଗେ ପଳେଇ ଆସିବେ ତ ଉପଦେଶରେ, ଆଉ ତୋ ସାଙ୍ଗେ ବାହା ହେଇ ବୁଡିଗଲି, ନହେଲେ ଭାସିଥାନ୍ତି ମୁଁ, ତୋ ସାଙ୍ଗେ ବାହା ହେଇ ନଷ୍ଟ ହେଇଗଲି। ଏମିତି ସବୁ ଷ୍ଟୋରି ଉପରେ ଷ୍ଟୋରି, ଷ୍ଟୋରି ଉପରେ ଷ୍ଟୋରି ଚାଲିବ। ଆଉ ପ୍ରିୟମାନେ ପରମେଶ୍ୱର ସେଥିପାଇଁ କହୁଛନ୍ତି ଘର ନିର୍ମାଣ କରିବା କଥା। ଯିଏ 1000 ଜଣଙ୍କୁ ବାହା ହେଇଛନ୍ତି, ସେ ଜ୍ଞାନୀ ସଲୋମନ, ସେ କହୁଛନ୍ତି, ଜଣେ କହିଲେ 1000ଟା ସ୍ତ୍ରୀ ସିନା ବାହା ହେଲେ ଆଜ୍ଞା, 1000ଟା ଶାଶୁମାକୁ କେମିତି ସମ୍ଭାଳିଥିବେ ତାକୁ ଜଣା, ମତେ ପଚାରିଲେ କଣ? କି ପ୍ରକାର ଅବସ୍ଥା ଗୁଡିକ। ପ୍ରିୟମାନେ ଆମମାନଙ୍କର ଘର ପରିବାର ଏଟା ନିର୍ମାଣ କରିବା ପାଇଁ ଏଟା ସହଜ କଥା ନୁହେଁ। ଆଖିରେ ଲୁହ ଖସେ ଲୋକମାନଙ୍କର ପରିବାର ଗୁଡିକକୁ ନଷ୍ଟ ହେବାଟା ଦେଖି, କଷ୍ଟ ଲାଗେ। କରିସାରୁଛନ୍ତି ତା ପଛେ ବୁଝୁଛନ୍ତି। ସେଥିପାଇଁ ସମସ୍ତଙ୍କୁ ମୁଁ ଅନୁରୋଧ କରେ, ନିଜର ଚର୍ଚ୍ଚ ଗୁଡିକରେ ଫ୍ୟାମିଲି ଉପରେ ଶିକ୍ଷା ଦିଅନ୍ତୁ, ଫ୍ୟାମିଲି କନଭେନସନ ଗୁଡିକ କରନ୍ତୁ, ଭଲ ଭଲ ଫ୍ୟାମିଲି ଉପରେ ମେସେଜ ଦେବା, ପ୍ରଭୁଙ୍କ ଦାସ ମାନଙ୍କୁ ଡାକନ୍ତୁ। କେତେ ବିଷୟ ଆମକୁ କରିବାର ଆବଶ୍ୟକ ଅଛି। ଏଟା କେତେ ସୁନ୍ଦର ପ୍ରସଙ୍ଗ ଦିଆଗଲା। ମତେ ପ୍ରସଙ୍ଗ ଦେଲେ ବହୁତ ଭଲ ଲାଗେ। ଏଇ ପ୍ରସଙ୍ଗରେ କହିବ ବୋଲେ ଆମକୁ କିଛି ପରିଶ୍ରମ କରିବା ଦରକାର ନାହିଁ, ସିଧା ଷ୍ଟାର୍ଟ ପ୍ରଚାର କରିଦେବା କଥା। ତା ପଛେ ଉତ୍ତମ ସ୍ୱାମୀ କେମିତି ରହିବେ, ଉତ୍ତମ ସ୍ତ୍ରୀ କେମିତି ରହିବେ, ପୁଅ ଝିଅ ମାନଙ୍କୁ କେମିତି ଆମେ ପ୍ରତିପାଳନ କରିବା, ପରିବାର ଶୈତାନ ମୁକ୍ତ କେମିତି ହେବ, ପରିବାରରେ ଋଣ ମୁକ୍ତ କେମିତି ହେବ, ସ୍ୱାମୀ ସ୍ତ୍ରୀଙ୍କ ସମ୍ପର୍କ କେମିତି ମଜବୁତ ହେବ, ଏ ଟପିକ ଉପରେ ଗୋଟେ ପରେ ଗୋଟେ ଗୋଟେ ପରେ ଗୋଟେ ଗୋଟେ ପରେ ଗୋଟେ ମେସେଜ ଆମେ ଶୁଣିବାକୁ ପଡିବ। ଆଉ ଯେତେବେଳେ ଫ୍ୟାମିଲି ପରିବାର ବିଷୟରେ ମିଟିଂ ଆମେ କରୁଛୁ, ଏ ସାଇଡ ରେ ଆମର ମ୍ୟାଡମ, ଏ ସାଇଡ ରେ ଆଡମ, 2 ଜଣ ସ୍ୱାମୀ ସ୍ତ୍ରୀ ପାଖରେ ପାଖରେ ବସିଥିବାର ଅଛି। ଟିକେ ଭଲ ଲାଗିଲେ ଟିକେ ଦେଖୁଥିବା, ହେଲା ଠିକ ଅଛି, ଏମିତି କହିକିନା ଆମେ ମିଟିଂ ବସିବା ବୋଲି କହିଲେ ଯାଇକିନା ଆମର ଫ୍ୟାମିଲି ମିଟିଂ ହେବ। ଆମେ ଏଠି ଭେଣ୍ଡିଆ ପିଲା ପରି ଏକଲା ଏକଲା ବସି ଦେଇକିନା ଆମେ ଏଠି ଶୁଣୁଛୁ। 2 ଜଣ ମିଶିକିନା ଯଦି ଶୁଣିବା, ତାହେଲେ ଆମର ପରିବାରଟା ବହୁତ ସୁନ୍ଦର ଭାବରେ ମଜବୁତ ହେଇ ଆଗକୁ ବଢି ପାରିବ। ଆମକୁ
फैमिली मीटिंग बहुत बहुत इंपोर्टेंट से फैमिली मीटिंग जाक ऑर्गेनाइज करंतु आ बहुत प्रकार सेवा कार्य आमको करिवार बाकी रही प्रभुंकर गौरव हो से लिखा जाउची अविश्वासी मानक सहित असमान रूपे जोचा न जाओ बहुत जन जोचा जाइकिना से नष्ट हो जाइछंती परमेश्वर से परिवार को से तैयारी करू नाहंती कारण धर्म आमे किए धर्म बाहर जे मान अछंती अधर्म मध्यरे कि सहभागिता कि फेलोशिप किछि सहभागिता नहीं सहभागिता किछि नहीं एई सब विषय गुडी को हम चर्च मु स्ट्रिक्ट रे मु शिक्षा दिए सेति पई मते केबे हेले मध्य आत्मा लाभ करबा विषय लोक माने कहंती नहीं आज्ञा गोटे आत्मा लाभ करूछु बाप्तिस्म देई देबा प्रेम रे पड़ी जाउछंती प्रेम रे पड़ी गला परे ता पछे तांको एते मेसेज देले मध्य से आका सुंदर लागुथिबो से आका भलो लागुथिबो सेटा असुविधा मन भितरे जन को रखी देला परे आउ बिल्कुल भलो लागबो नै सेते न हेबा पूर्वरु ए सब शिक्षा गुडी को आमान को रखिबार अछि ए पदटा टिके पढिबा आमे केमिति परमेश्वर परिवार को गठन करुछंती आदि पुस्तक 24 अध्याय 1 पदरु टिके पढिबा ସେହି ସମୟରେ ଅବ୍ରାହମ ବୃଦ୍ଧ ଓ ଗତ ବୟସ୍କ ଥିଲେ ପୁଣି ସଦାପ୍ରଭୁ ଅବ୍ରାହମକୁ ସବୁ ବିଷୟରେ ଆଶୀର୍ବାଦ କରିଥିଲେ ଏଣୁ ସେ ଆପଣା ଗୃହର ସର୍ବ କାର୍ଯ୍ୟାଧ୍ୟକ୍ଷ ବୃଦ୍ଧ ଦାସକୁ କହିଲେ ମୁଁ ବିନୟ କରୁଅଛି ତୁମ୍ଭେ ମୋ ଜଙ୍ଘରେ ହସ୍ତ ଦିଅ पढ़ो नेक्स्ट 3 पद पढ़ो ମୁଁ ସ୍ୱର୍ଗ ମର୍ତ୍ତ୍ୟର ସଦାପ୍ରଭୁ ପରମେଶ୍ୱରଙ୍କ ନାମରେ ତୁମ୍ଭକୁ ଶପଥ କରାଇବି ଯେ ଯେଉଁ କିଣାନୀୟ ଲୋକମାନଙ୍କ ମଧ୍ୟରେ ମୁଁ ବାସ କରୁଅଛି ତୁମ୍ଭେ ସେମାନଙ୍କ ମଧ୍ୟରୁ ମୋ ପୁତ୍ରର ବିବାହାର୍ଥେ କୌଣସି କନ୍ୟା ଗ୍ରହଣ କରିବ ନାହିଁ ଏଟା ହଉଛି ଅବ୍ରାହମଙ୍କର କଥା ସେ କହୁଛନ୍ତି ନିଜର ଗୃହର ବୃଦ୍ଧ ଦାସକୁ ସେ ଡାକିକିନା କହୁଛନ୍ତି କୋଉଠି ହାତ ଦିଅ ମୋର ଜଙ୍ଘରେ ହାତ ଦିଅ ଜଙ୍ଘରେ କାହିଁକି ହାତ ଦେଉଛନ୍ତି ମୁଣ୍ଡରେ କାହିଁକି ନାହିଁ କାହିଁକି ନା ଜଙ୍ଘର ହାଡ ସବୁଠୁ ଷ୍ଟ୍ରଙ୍ଗ ହାଡ ଯାହାବି ହେଲେ ଜଙ୍ଘର ହାଡ ଭାଙ୍ଗିବାଟା କଷ୍ଟ ତୁମେ ମୋର ଜଙ୍ଘର ହାଡ ଯେମିତି ଷ୍ଟ୍ରଙ୍ଗ ତୁମର ପ୍ରତିଜ୍ଞା ମଧ୍ୟ ସେମିତି ଷ୍ଟ୍ରଙ୍ଗ ରହିବାର ଯାହା ବି ହେଇଗଲେ ଯଦି କୌଣସି ପ୍ରକାର ଭାବରେ ମୋର ପୁଅର ଯଦି ବାହାଘର ହେବା ପାଇଁ କିଏ ନାରାଜ ବି ହଉଛନ୍ତି ହେଲେ ମଧ୍ୟ ପ୍ରଭୁଙ୍କୁ ନ ଜାଣିଥିବା ପରିତ୍ରାଣ ନ ପାଇଥିବା କୌଣସି ଝିଅକୁ ମୋର ପୁଅ ପାଇଁ ତୁମେ ବାହାଘର କରେଇବ ନାହିଁ କାହାକୁ ବୃଦ୍ଧ ଦାସକୁ ପାଳକ ମାନଙ୍କୁ କହୁଛନ୍ତି ପାଷ୍ଟର ଆଜ୍ଞା ଝିଅ ଯେତେ ସୁନ୍ଦର ଥାଉ ଯେତେ ଯୌତୁକ ଦେବେ ଯେତେ ଯାହା ବି ଦେଲେ ମଧ୍ୟ ମୋର ଘରକୁ ତୁମେ ସେଇ ପ୍ରସ୍ତାବ ତୁମେ ଆଣିବ ନାହିଁ କଣ କିଣାନର ସ୍ତ୍ରୀ ମାନେ କଣ ଭଲ ନଥିଲେ କି ସୁନ୍ଦର ନଥିଲେ କି ସୁନ୍ଦର ଥିଲେ ଡାଉରୀ ମଧ୍ୟ ବହୁତ ଦେବେ ଶିକ୍ଷିତ ମଧ୍ୟ ଥିଲେ ଅଭାବ କଣ ଥିଲା ତାଙ୍କ ଜୀବନରେ ପରମେଶ୍ୱର ନାହାନ୍ତି ଅବ୍ରାହମ ସେଇଟା କହୁଛନ୍ତି ମୁଁ ଏମିତି ବୋହୂ ଆଣିବା ପାଇଁ ଚାହୁଁନାହିଁ ମୋର ପୁଅ ପାଇଁ ଏଇ ପ୍ରକାର ଭାବରେ କନ୍ୟା ଆଣିବା ପାଇଁ ଚାହୁଁନାହିଁ ସେଥିପାଇଁ ତୁମେ ମତେ ପ୍ରମିସ କର କୌଣସି ଅବିଶ୍ୱାସୀ ସହିତ କୌଣସି ପ୍ରକାର ପରିତ୍ରାଣ ନ ପାଇଥିବା ଝିଅ ସହିତ ତୁମେ କେବେ ହେଲେ ମଧ୍ୟ ମୋ ଝିଅ ମୋ ପୁଅ ପାଇଁ ତୁମେ ଏମିତିଟା ବାଛିବନି ଏଟା ବାପା ମାଙ୍କର ବୋଲ୍ଡଲି ଠିଆ ହେବାର ଅଛି ସାହସରେ ଠିଆ ହେବାର ଅଛି କହିବାର ଅଛି ମୋର ଝିଅର ଚୁଟି ପାଚି ଯାଉ ରିଙ୍କଲ୍ସ ମଧ୍ୟ ହେଇଗଲେ ମଧ୍ୟ ମୁଁ ପରମେଶ୍ୱରଙ୍କ ବାକ୍ୟର ବିରୁଦ୍ଧରେ କେବେ ହେଲେ ଯିବି ନାହିଁ କେତେ ଅଛନ୍ତି ଦେଖିଲ ତ ଚୁଟି ପାଚିଲାଣି ତ କେମିତି କେମିତି ହେଲାଣି ଉଠି ଯାହା ହେଲେ କାର ସହିତ ବୋଲି କହିବେ ବହୁତ ଶିକ୍ଷା ଦେବା ଲୋକମାନେ ତ ଭୟଙ୍କର ଅଛନ୍ତି ନା ଦେଖେ ତୋତେ ଆଉ ପ୍ରସ୍ତାବ ଆଇବ ନାହିଁ ତୋର ବୟସ ହେଇଗଲାଣି ତୁ ଖାଲି ବାଛି ବସୁଥିଲେ ହେବ କି ଏମିତି ନାହିଁ ପ୍ରିୟମାନେ ଆମର ଏମିତି ଅଛନ୍ତି ଏତେ ବଢିଆ ଝିଅ ମାନେ ଯୋଉମାନେ କି ଅନେକ ପ୍ରସ୍ତାବକୁ ନାହିଁ ମୁଁ ପ୍ରଭୁଙ୍କୁ ଜାଣିଥିବା ପୁଅକୁ ଏକା ବାହା ହେବି ବୋଲି କହି କହି ହିନ୍ଦୁ କନଭର୍ଟେଡ ଯାକ ସେମାନେ ଏଇ ପ୍ରକାର ବୋଲ୍ଡଲି ପ୍ରଭୁଙ୍କ ପାଇଁ ସେମାନେ ଠିଆ ହେଲେ ଆଜି ବାହା ହେଇକିନା ବହୁତ ଭଲରେ ଅଛନ୍ତି ଆପଣ ମାନଙ୍କର ଲକ୍ଷ୍ମୀପୁରର ଆମମାନଙ୍କ ମୁନି ସେ ମଧ୍ୟ ଗୋଟେ ବିଜାତି ପରିବାରରୁ ଆସିଲେ ଆଉ ଯେତେବେଳେ ଆମ ସହିତ ଫେଲୋସିପ କଲେ ସେ ବୋଲ୍ଡଲି ଠିଆ ହେଲେ
ଅନେକ ଗଭର୍ଣ୍ଣମେଣ୍ଟ ଚାକିରି କରୁଥିବା ପ୍ରସ୍ତାବ ଗୁଡିକ ତାଙ୍କ ପାଇଁ ଆସିଲା, ମାତ୍ର ସେ କହିଲେ ନାଇଁ, ମୁଁ ସତ୍ୟ ପରମେଶ୍ୱରଙ୍କୁ ଜାଣିଛି, ଆଉ କେବେ ହେଲେ ମଧ୍ୟ ଅବିଶ୍ୱାସୀ ସହିତ ଅସମାନ ରୂପେ ଯିବିନି। ଏବେ ଯୋଉ ପୁଅକୁ ବାହା ହେଇଛନ୍ତି, ସେ ପୁଅ ଏବେ ଥିଓଲୋଜିରେ ଡକ୍ଟରେଟ କରିଛନ୍ତି। କେତେ ଶିକ୍ଷିତ ଆଉ ଏତେ ଭଦ୍ର ପୁଅ ସେ। ଆମକୁ ସେମିତି ସାହସର ସହିତ ଠିଆ ହେବାର ଅଛି। ଅବ୍ରାହମ କହୁଛନ୍ତି କିଛି ମାନେ ନାହିଁ, ମୁଁ ତୁମକୁ କହୁଛି, ତୁମେ ଏଇ ଯୋଉ ଦେଶରେ ଆମେ ବାସ କରୁଛୁ, ଯୋଉ କିଣାନ ଦେଶରେ, ଏ କିଣାନ ଦେଶର ଲୋକମାନେ ପରମେଶ୍ୱରଙ୍କୁ ଜାଣନ୍ତି ନାହିଁ, ସତ୍ୟ ପରମେଶ୍ୱରଙ୍କର ପରିଚୟ ପାଇନାହାନ୍ତି। ସେମାନଙ୍କର ମଧ୍ୟରୁ କାହାକୁ ହେଲେ ମଧ୍ୟ ତୁମେ ମୋର ପୁଅ ପାଇଁ କେବେ ହେଲେ ମଧ୍ୟ ଆଣିବ। ଏଇଟା ହଉଛି ପରିବାର ଗଠନ ପାଇଁ ଡକ୍ଟ୍ରିନାଲ ଟିଚିଂ। ଏଟା ମୁଁ ଆପଣଙ୍କୁ ପ୍ରଚାର ଭାବରେ ଏଇଟା ଆପଣମାନଙ୍କ ନିକଟରେ ରଖୁଛି। ଆମେ ସେହି ପ୍ରକାର ଭାବରେ ଦୃଢ ଭାବରେ ଆମେ ପ୍ରଭୁଙ୍କର ବାକ୍ୟ ନିମନ୍ତେ ଆମେ ଠିଆ ହେବାର ଅଛି। କାରଣ ପରମେଶ୍ୱର କହୁଛନ୍ତି ଯେ, ପଢନ୍ତୁ ଗୋଟେ ପଦଟା, ହିତୋପଦେଶ 3:5 ଟିକେ ପଢିବା ଆମେ। ତୁମ୍ଭେ ସର୍ବାନ୍ତକରଣ ସହିତ ସଦାପ୍ରଭୁଙ୍କଠାରେ ବିଶ୍ୱାସ କର ଓ ନିଜ ସୁବିବେଚନାରେ ଆଉଜି ପଡ ନାହିଁ। ଆଉଜି ପଡ ନାହିଁ, ନିଜର ବୁଦ୍ଧି ନିଜର ଜ୍ଞାନରେ ଆଉଜି ପଡ ନାହିଁ। ତୁମେ ସମ୍ପୂର୍ଣ୍ଣ ଭାବରେ, ମୁଁ କହୁଛି ନା, ଏଇ ଯୋଉ ମ୍ୟାରେଜ କ୍ଷେତ୍ରରେ ଆମେ 100% ପରମେଶ୍ୱରଙ୍କ ଉପରେ ଡିପେଣ୍ଡ କରିବାର ଅଛି। କାରଣ ବିବାହଟା ସରକାର ଆରମ୍ଭ କରିନାହାନ୍ତି, ସମାଜ ଆରମ୍ଭ କରିନାହାନ୍ତି। ବାହାଘର ପରମେଶ୍ୱରଙ୍କର ଦ୍ଵାରା ନିରୂପିତ ସଂଗଠନ ଅଟେ। ଆଉ ପରମେଶ୍ୱର ଯେବେ ଗୃହ ନିର୍ମାଣ ନ କରନ୍ତି, ସେ କେମିତି ନିର୍ମାଣ କରନ୍ତି? ସେ ତାଙ୍କର ବାକ୍ୟ ଅନୁସାରେ ନିର୍ମାଣ କରନ୍ତି। ତାଙ୍କର ବାକ୍ୟର ବାହାରେ ସେ ତିଆରି କରନ୍ତି ନାହିଁ। ତାଙ୍କର ବାକ୍ୟରେ ଯେମିତି ଲେଖାଯାଇଛି ସେହି ପ୍ରକାର ଭାବରେ ସେ ଆପଣାର ପରିବାରକୁ ସେ ତିଆରି କରନ୍ତି। ପ୍ରିୟମାନେ, ପ୍ରଭୁଙ୍କୁ ଟିକେ ଆମେ ସୁଯୋଗ ଆମେ ଦେବା କଥା। ପ୍ରଭୁ, ତୁମେ ଆମ ପରିବାରକୁ ତିଆରି କର, ମୋର ପୁଅ ଝିଅର ବାହାଘରକୁ ତିଆରି କର। ଆଜି ଅନେକ ଜଣ କାନ୍ଦୁଛନ୍ତି, ଦୁଃଖରେ ଅଛନ୍ତି। ତା କଥାରେ ପଢି ସେମାନଙ୍କର ପରିବାର ଗୁଡିକକୁ ଗଠନ କରି ସେମାନେ କାନ୍ଦୁଛନ୍ତି। ଜୀବନରେ ଥରେ ବାହା ହେବେ, ଏଥିପାଇଁ ଆପଣମାନେ ପ୍ରାର୍ଥନାର ସହିତ, ଉପବାସର ସହିତ ପ୍ରଭୁଙ୍କ ଉପରେ ଡିପେଣ୍ଡ କରି ଏଇଟା କରିବାର ଅଛି। ଦେଖନ୍ତୁ, ବାହାଘର ସମୟ ପଳେଇ ଆସିଲେ ଆମମାନେ କୋଉ ଡ୍ରେସ ପିନ୍ଧିଲେ ମାନିବ, କୋଉ ବ୍ୟୁଟି ପାର୍ଲରକୁ ଗଲେ ସୁନ୍ଦର ଦୁଷି ହେବ, କୋଉ ପ୍ରକାର ଏଇ ସବୁ କରି ଡ୍ରେସ କିଣିବା ପାଇଁ କିଏ ଜଗଦଲପୁର, କିଏ ରାୟପୁର, କିଏ କୁଆଡେ କୁଆଡେ ଯାଉଛନ୍ତି। ମାତ୍ର ଇମ୍ପୋର୍ଟାଣ୍ଟ ବିଷୟ କଣ, ଏଇ ଯୋଉ ଆମକୁ ପଚାରିବେ ନାହିଁ ବାହାଘର କୋଉ ଡ୍ରେସ ତୁମର, ଦୁଃଖ ଥିବା ସମୟରେ ଡ୍ରେସ ଦେଖେଇ ଦେଲେ କଣ ଖୁସି ହେଇଯିବୁ କି ଆମେ? ନାଇଁ ନାଇଁ, ଆମେ ପରମେଶ୍ୱରଙ୍କର ବାକ୍ୟ ଅନୁସାରେ ଆମମାନଙ୍କର କରିବାର, ନିଜର ସୁବିବେଚନାରେ ଆଉଜି ପଡିବାର ନାହିଁ। ଯେମିତି ଅବ୍ରାହମ ନିଜ ଘରର ସବୁଠାରୁ ବୃଦ୍ଧ ଦାସକୁ ଡାକିଲେ, ଡାକିଲା ପରେ ସେ ବୃଦ୍ଧ ଦାସ ତାଙ୍କ ପାଇଁ ଝିଅ ଖୋଜିଲେ, ଝିଅ ଖୋଜି ସେ ଆଣୁଛନ୍ତି। ପଦଟା ପଢନ୍ତୁ, 24 ଅଧ୍ୟାୟର 66, 66 ଆଉ 67 ପଢିବା। ଆଦି ପୁସ୍ତକ ଅନନ୍ତର ସେହି ଦାସ ଇସାହାକୁ ଆପଣା କୃତ କର୍ମର ସମସ୍ତ ବିବରଣ କହିଲା। ସେତେବେଳେ ଇସାହାକ ରିବେକାକୁ ଗ୍ରହଣ କରି ଆପଣା ମାତା ସାରାର ତମ୍ବୁକୁ ଘେନି ଯାଇ ତାହାକୁ ବିବାହ କଲା। ପୁଣି ସେ ତାହାକୁ ପ୍ରେମ କଲା। ତହିଁରେ ଇସାହାକ ମାତୃ ମରଣ ଶୋକରୁ ସାନ୍ତ୍ୱନା ପାଇଲା। ଲେଖା ଯାଉଛି, ଇସାକ କାହାଠାରୁ କନ୍ୟା ଗ୍ରହଣ କଲେ? ସେ ପ୍ରଭୁଙ୍କର ଦାସ ବା ଏଲିଆଜରଙ୍କ ଠାରୁ। ଆମେ ମଧ୍ୟ ନିଜେ ନିଜେ ଗ୍ରହଣ କରିବାର ନାହିଁ କନ୍ୟା, ନିଜେ ନିଜେ ବର ଆମେ ଗ୍ରହଣ କରିବାର ନାହିଁ। ସମସନ ନିଜେ ଖୋଜି ବୁଲିଲା, ସମସନ ନିଜେ ଖୋଜି ଖୋଜି ବୁଲିଲା, କଣ ହେଲା? ଟାଙ୍ଗରା କରି ଛାଡିଦେଲା। ସେଇଟା ମୁଁ କହିବା ପାଇଁ ଚାହେଁ। ସମସନକୁ ତକିଆ ମିଳୁନଥିଲା ଯେ ସେ ଦଲିଲାର କୋଳରେ ଶୋଇବାକୁ ଯାଇଛି, ନିଜେ ଖୋଜୁଛି, ଏଇଟା ମୋ ପାଇଁ ଆଣିଦିଅ, ଏଇଟା ମୋ ପାଇଁ ଆଣିଦିଅ, ଏଇଟା ମୋ ପାଇଁ ଆଣିଦିଅ। ଏଇଟା ଆଣିବ ନାହିଁ ବୋଲି କହିଲେ ମୁଁ ବିଷ ଖାଇଦେବି, ଏଇଟା ଆଣିବ ନାହିଁ ବୋଲି କହିଲେ ମୁଁ ଦୌଡ଼ି ଦେଇ ହେବି। ଆଣିଲେ ମଧ୍ୟ ତ ସେଇ ସମାନ ଆକା ହେବ। ପ୍ରିୟମାନେ, ଆମେ
ପ୍ରଭୁଙ୍କର ଲୋକମାନେ ଜିଦ୍ କରିବା କଥା ନାହିଁ। ପ୍ରଭୁ ତାକୁ ଆକା ପ୍ରଭୁ ଦେଇଦେବେ। ରାଜା ମାଗିଲେ ନା, ଦିଅ 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 ଦିଅ, ଦେଇଦେଲେ। ତା ପଛେ କଣ ହେଲା? ହଇରାଣ ହେଲେ। ମାତ୍ର ଯେତେବେଳେ ସେ ପରମେଶ୍ୱରଙ୍କ ଦାସ ମାନଙ୍କ ଠାରୁ ସେ ଗ୍ରହଣ କରୁଛନ୍ତି, ଲେଖାଗଲା ସେତେବେଳେ ଇସାକ ରିବିକାଙ୍କୁ ଗ୍ରହଣ କଲେ। ଏଇଟା ହେଲା ଶୈଳୀ। ଏଇଟା ପ୍ରଭୁଙ୍କର ଦାସ ମାନଙ୍କ ଠାରୁ ଆମକୁ କନ୍ୟା ଗ୍ରହଣ କରିବାର ଅଛି, ବର ଗ୍ରହଣ କରିବାର ଅଛି। ଆମେ ନିଜେ ନିଜେ ଆମେ ଗ୍ରହଣ କରିବାର ନାହିଁ। ଆମେ କେତେ ସୁନ୍ଦର, କେତେ ଆନନ୍ଦର ବିଷୟ। ଦେଖନ୍ତୁ, ସେ ଦେଖୁ ଦେଖୁ ଯେତେବେଳେ ସେ ଇସାକ ରିବିକାକୁ ଗ୍ରହଣ କରୁ କରୁ ଓଢନା ଉଠେଇକିନା ଦେଖୁ ଦେଖୁ, ନାକ ତ ଚେପ୍ଟା ଅଛି, କେମିତି ଆଣିଲେ ଆଜ୍ଞା? ଏମିତି କହିଲେ କି? କଲର ତ ଫେଡ୍ ହେଇଯାଇଛି, ଭଲ ଲାଗୁନାହିଁ। ମୁଁ ତ ଷ୍ଟ୍ରେଟ ଚୁଟି ପସନ୍ଦ ଆଜ୍ଞା, ଏ ଘୁଙ୍ଗୁରଲା ଚୁଟି ବାଲା କୋଉଠୁ ଆଣିଦେଲେ ଆପଣ? ଏଇ ପ୍ରକାର ବାଛୁନାହାନ୍ତି ସେ। ଆମର କଣ, କୋଉଠୁ ଗୋଟେ ଫଟୋ ଗୋଟେ ଧରି ଏମିତିରେ ମିଳିବ କି, ଏମିତିରେ ମିଳିବ କି? କଣ ହେଇଛି? ଏଇଟା ଡ୍ରେସ ହେଇଛି, ଇଆଡେ ଏମିତି ଦିଅ, ଏମିତିରେ ଦିଅ, ଏମିତିରେ ଦିଅ। ଏତେ ଖରାପ ଲାଗେ। ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କରନ୍ତୁ ପ୍ରିୟମାନେ। ଯେତେବେଳେ ସେ ରିବିକାକୁ ପାଇଛନ୍ତି, ସେଇ ସମୟରେ ସେ କିଛି ବାଛିଲେ ନାହିଁ। ସେ ପ୍ରଭୁଙ୍କର ଦାସ ମାନେ ଯାହାକୁ ହାତ ଧରେଇବେ, କେବେ ହେଲେ ମଧ୍ୟ ଭୁଲଟାକୁ ଧରେଇବେ ନାହିଁ, ଠିକଟାକୁ ଧରେଇବେ। ସେ କୌଣସି ପ୍ରକାର ବାଛାବୁଛି କଲେ ନାହିଁ। ପ୍ରଭୁଙ୍କର ଦାସ ଦେଲେ, ଏଇଟା ତୁମ ପାଇଁ ପ୍ରଭୁ ଯୋଗେଇଥିବା ଝିଅଟା, ତୁମେ ଏହାକୁ ଗ୍ରହଣ କର। ସେ ସାଙ୍ଗେ ସାଙ୍ଗେ ସେହି ଝିଅକୁ, ସେ ରିବିକାକୁ ଗ୍ରହଣ କରି ଆପଣା ମାତା ସାରାର ତମ୍ବୁକୁ ଘେନି ଯାଇ ତାହାକୁ ବିବାହ କଲା। କେତେ ସୁନ୍ଦର। ତା ପଛେ ପୁଣି ସେ ତାହାକୁ ପ୍ରେମ କଲା। ଆଜି ଉଲ୍ଟା, ଫାଷ୍ଟରେ ପ୍ରେମ କର, ତା ପଛେ ବିବାହ କର। ହଁ, ଫାଷ୍ଟରେ ପ୍ରେମ କଲା ବେଳେ 6 ମାସ ଧରି ଏତେ କଥା ହେବେ ଯେ ସେ ମୋବାଇଲ ଫାଟି ଯାଉଥିବ। ସେଇଟା ମୋବାଇଲଟାକୁ ସାଇଡରେ ରଖିକିନା ଶୋଉଥିବେ। ସେଇଟା ଶୋଇଲ? ହଁ ଶୋଇଲି। ଖାଇଲ? ଖାଇଲି। ଭିଡିଓ କଲିଂ କରି ଆମେ ଶୋଇଥିବା? ହଁ, ଭିଡିଓ କଲିଂ କରିକି ଶୋଉଛନ୍ତି ଲୋକମାନେ। ତା ପଛେ ବାହା ହେଇଗଲା ପରେ ଆଉ ଫୋନରେ କଥାବାର୍ତ୍ତା ମଧ୍ୟ ନାହିଁ। ଫୋନ କରୁଥିଲେ, କରୁଥିବ, କୁଆଡେ ଯାଉଛି, ଘରେ ତ ଅଛି, ଯିବି ତ କଥାବାର୍ତ୍ତା ହେବି। ସେଇ ପ୍ରକାର ଅବସ୍ଥା କାହିଁକି ଏମିତି ହଉଛି? ଆଗରେ ସବୁ ସାରି ଦେଇଛ, ତମ ରିଚାର୍ଜ ଆଗରେ ସବୁ ସରିଯାଇଛି, ଏବେ ସବୁ ଆଭେଲିବିଲିଟି ଅଛି ତୁମର। ଆଗରେ ତ ତୁମେ ସବୁ କଥାବାର୍ତ୍ତା ହିଁ ସବୁ ସାରି ଦେଇଛ। ବାହା ହେଲା ପରେ ଟିକେ ରଖିଥାଅ ପ୍ରିୟମାନେ। ପ୍ରଭୁ ଆମମାନଙ୍କୁ ଦୟା କରନ୍ତୁ, ଅନୁଗ୍ରହ କରନ୍ତୁ। ଆମମାନଙ୍କର ପରିବାର ବା ଆମମାନଙ୍କର ଗୃହକୁ ପରମେଶ୍ୱର ଗଠନ କରିବେ। ଗୋଟେ ଖ୍ରୀଷ୍ଟୀୟ ଗୃହକୁ ପରମେଶ୍ୱର ଗଠନ କରିବେ। ଏତେ ସୁନ୍ଦର। ଯେତେବେଳେ ବାଗଦାନ ସରିଯାଏ, ସେତେବେଳେ ମଣ୍ଡଳୀରେ 3ଟା ସପ୍ତାହ ମଣ୍ଡଳୀ ଜଣାଯାଏ। କୁହାଯାଏ, ଅମୁକ ସହିତ ସମଙ୍କର ବାହାଘର ଅଛି। ଯଦି ଆପଣମାନଙ୍କ ମଧ୍ୟରେ କାହାର କିଛି ଅଭିଯୋଗ ଅଛି, ତାହେଲେ ଲିଖିତ ଭାବରେ ପାଳକଙ୍କୁ କି ମଣ୍ଡଳୀକୁ ଜଣାଇବେ। କାହାର ବାହାଘରରେ ଏଇ ପ୍ରକାର ହଉଛି? କିଏ ଏମିତି ବାହାଘର କରୁଛନ୍ତି? ଏତେ ଗୌରବପୂର୍ଣ୍ଣ ବାହାଘର ପରମେଶ୍ୱର ଆମମାନଙ୍କ ନିମନ୍ତେ ଡିଜାଇନ କରୁଛନ୍ତି। ଆଉ ସେ କହୁଛନ୍ତି, ମୁଣ୍ଡର ହାଡରୁ ନାଇଁ ରେ ବାବୁ, ତୋର ପାଦର ହାଡରୁ ନାହିଁ, ତୋର ଏଇ ଯୋଉ ଛାତିର ହାଡରୁ, ପଞ୍ଜରା ହାଡରୁ ମୁଁ ତୋ ପାଇଁ ଗୋଟେ ରଖିଛି। ପ୍ରିୟମାନେ, ଆମେ ସେଇଟାକୁ ଯଦି ଆମେ ପାଇଯିବା, କେତେବେଳେ ପାଇବା? ପ୍ରାର୍ଥନାର ସହିତ ନିଜର ସୁବିବେଚନାରେ ଆଉଜି ନ ପଡି ପରମେଶ୍ୱରଙ୍କ ଉପରେ ଯଦି ଆମେ ଆଉଜି ପଡିବା, ଆମକୁ ରିବିକା ମିଳିବ। ଆଉ ନିଜର ଜ୍ଞାନରେ ଯିବା ବୋଲେ ଦଲିଲା ମିଳିବ। ଅଟା ଦଳିଲା ପରି ଦଳୁଥିବ, ପୁରୀ ଖାଇବ, ରୁଟି ଖାଇବ, ଏମିତି ଖୁଆଉଥିବ, ସିଏ ଖାଇପାରୁନଥିବ। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆପଣମାନଙ୍କୁ କହିବା ପାଇଁ ଚାହେଁ, ଆପଣମାନେ ବହୁତ ସୁନ୍ଦର ଭାବରେ ଏ ଖ୍ରୀଷ୍ଟୀୟ ଗୃହର ଏହି ପ୍ରସଙ୍ଗ ରଖିଛନ୍ତି। ବି କଣ୍ଟିନ୍ୟୁସ୍ ଆପଣମାନଙ୍କର ଚଲାନ୍ତୁ, ମତେ ବି ଡାକନ୍ତୁ, ମୁଁ ମିଶା ଆହୁରି ଚଲେଇବି ପ୍ରଭୁଙ୍କର ଗୌରବ। ମତେ ବହୁତ ଭଲ ଲାଗେ ଫ୍ୟାମିଲି ଉପରେ ପ୍ରଚାର କରିବା ପାଇଁ, ଶିକ୍ଷା ଦେବା ପାଇଁ। କାହିଁକି ନା ମୁଁ ଦେଖିଛି, ମୁଁ ଯୋଉ ପୃଷ୍ଠଭୂମିରୁ ଆସିଛି, ସେ ପୃଷ୍ଠଭୂମି ଫ୍ୟାମିଲି ଏତେ ଗଡବଡ ହେଇକିନା ଥିଲା। ମାତ୍ର ପ୍ରଭୁଙ୍କ ଅନୁଗ୍ରହରେ ଆମେ ପ୍ରଭୁଙ୍କର ବାକ୍ୟର ସନ୍ଦେଶ ଗୁଡିକକୁ ଶୁଣି 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 ଆମମାନଙ୍କର ପରିବାର ପରିବର୍ତ୍ତନ ହେଇକିନା ଚାଲିଛି। ପ୍ରଭୁଙ୍କର ଗୌରବ ହଉ। ସେ ଲେଖାଗଲା, ସେ ତାକୁ ପ୍ରେମ କଲା। ତହିଁରେ ଇସାକ
ମାତୃ ମରଣ ଶୋକରୁ ସାନ୍ତ୍ୱନା ପାଇଲା। ବୋଲେ ଏଇ ପ୍ରକାର ଗୋଟେ ସ୍ତ୍ରୀ ପାଇଲେ ମା ଯେମିତି ଯତ୍ନ ନଉଛନ୍ତି ଏ ସ୍ତ୍ରୀ ତାଙ୍କର ସେଇ ପ୍ରକାର ଯତ୍ନ। କେତେ ଜଣ ଅଛନ୍ତି ତୁମ ହାତ ରନ୍ଧା ଭଲ ନାହିଁ, ମା ରନ୍ଧା ଏକା ଭଲ। ତୁମେ ଆଇରନ୍ କରିବାଟା ଭଲ ନାହିଁ, ମାଙ୍କର ଆଇରନ୍ ଏକା ଭଲ। ମାତ୍ର ପ୍ରଭୁଙ୍କ ଠାରୁ ପାଇଥିଲେ ପୁରା ମା ପରି ରାନ୍ଧିଦେବେ, ମା ପରି ଯତ୍ନ ନେବେ। ପ୍ରିୟମାନେ, ପରମେଶ୍ୱର ହସ୍ତରୁ ଯଦି ଆମେ ନେବା ତାହେଲେ ସେଇ ପ୍ରକାର ମିଳିବ। ନହେଲେ ଦଲିଲା ପରି ଆପଣଙ୍କୁ କଳରେ ଶୋଇ ଆପଣଙ୍କର ମୁଣ୍ଡ ଲଣ୍ଡା କରି ବସେ, ବଳ ହ୍ରାସ କରିବ, ଆପଣଙ୍କର ଆଖି ଉପାଡ଼ି ଦେବ। ଏଇ ପ୍ରକାର ହଇରାଣ ବହୁତ ଜଣ ହଉଛନ୍ତି। ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କରନ୍ତୁ। ଗୋଟେ ଶେଷ ପଦ ପଢି ଆମମାନେ ପ୍ରାର୍ଥନା ଆମେ କରିବା ପାଇଁ ଯିବା। ଏବ୍ରୀ ପୁସ୍ତକ ଏହାର 13 ଅଧ୍ୟାୟ ପଢିବା 4 ପଦ। ଏବ୍ରୀ ପୁସ୍ତକ 13 ଅଧ୍ୟାୟର 4 ପଦ। ବିବାହ ବିବାହ ସମସ୍ତଙ୍କ ମଧ୍ୟରେ ହଁ, ବିବାହ ସମସ୍ତଙ୍କ ମଧ୍ୟରେ ଆଦରଣୀୟ ହେଉ, ଆଦରଣୀୟ ହେଉ ହଁ ଓ ତାହାର ଆମର ସଜା ଶୁଖିଥାଉ, ହୁଁ କାରଣ ଈଶ୍ୱର ପାରଦାରିକ ଓ ବ୍ୟଭିଚାରୀ ମାନଙ୍କର ବିଚାର କରିବେ। ଆମେନ୍। ମାନେ ଆମମାନଙ୍କର ମ୍ୟାରେଜ ଟା ସମସ୍ତଙ୍କ ଦୃଷ୍ଟିରେ, ପ୍ରଥମେ ପରମେଶ୍ୱରଙ୍କ ଦୃଷ୍ଟିରେ, ଦ୍ୱିତୀୟରେ ପ୍ରଭୁଙ୍କ ଦାସ ମାନଙ୍କ ଦୃଷ୍ଟିରେ, ତୃତୀୟରେ ମା ବାପାଙ୍କ ଦୃଷ୍ଟିରେ, ଆଉ ଚତୁର୍ଥରେ ସମାଜ ଦୃଷ୍ଟିରେ ଆମର ବାହାଘରଟା ଆଦରଣୀୟ ରହିବାର ଅଛି। ଚାରିଟା କ୍ଷେତ୍ରକୁ ଦେଖେ ପରମେଶ୍ୱରଙ୍କ ଦୃଷ୍ଟିରେ ଠିକ ଅଛି କି ଏଟା ପ୍ରଭୁଙ୍କ ଦାସ ମାନଙ୍କ ଦୃଷ୍ଟିରେ ଠିକ ଅଛି କି, ମା ବାପାଙ୍କ ଦୃଷ୍ଟିରେ ଠିକ ଅଛି କି? ଆଜି ଅନେକ ଜଣ ମା ବାପାଙ୍କୁ କନ୍ଦେଇକିନା ବାହା ହେଇଛନ୍ତି, କନ୍ଦେଇକିନା ବାହା ହେଇଛନ୍ତି। ସେମାନେ କୋଉଠି ଖୁସିରେ ରହିବେ? ସେମାନଙ୍କ ଜୀବନରେ ବର୍ଷା ଋତୁ ଯିବ ନାହିଁ, 12 ମାସ ବର୍ଷା ଆକା, କାନ୍ଦା ବୋବା ଆକା ଚାଲିଥିବ ସେମାନଙ୍କର। କାହିଁକି? ମା ବାପାଙ୍କୁ କନ୍ଦେଇଛ ତୁମେ। ଯୋଉମାନେ ସେଇ ପ୍ରକାର କାମ କରିଥିବେ ବର୍ଷା ଋତୁରେ ଏକା ଥିବେ। ଜଣେ ପୁଅ ତ ଜଣେ ଝିଅକୁ କହିଲା, ଆମର ପ୍ରଭୁଙ୍କ ଦାସ କହୁଥିବେ, ଆମର ପୁଅ ନା କାହାକୁ ହାତ ଲଗେଇବ ନାହିଁ ବୋଲି କହୁଥିଲା। ତା ଯେ କଣ କଲା? ବାହା ହେଇ ଆଇଲା ପରେ ଗୋଡ ଲଗେଇଲା, ଗୋଡରେ ଦେ କଲା। ଦେଖ ମୁଁ ମୋର ପ୍ରତିଜ୍ଞାରେ ବିଶ୍ୱସ୍ତ, ମୁଁ ହାତ ଲଗେଇ ନାହିଁ, ଗୋଡରେ ଏକା ସେ ଦଉଛି। ସେ ଝିଅ ମାନେ, ସେଇ ଝିଅ ମାନେ କାହାକୁ କଣ କହିପାରିବେ? ଭଲ ଅଛୁ ଝିଅ? କାନ୍ଦି ହଁ ଭଲ ଅଛି, ମତେ ଏତେ ଯତ୍ନ, ମତେ ଫୁଲ ପରି ରଖିଛନ୍ତି ଫୁଲ ପରି। କାହାକୁ କହିବ ତମେ? ମା ବାପାକୁ କନ୍ଦେଇକିନା ବାହା ହେଇଛ, ବର୍ଷା ଋତୁ ଯାଉନାହିଁ, ଭଲ ଖାଇବାକୁ ଦଉଛି, ଭଲ ଦଉଛି ମଧ୍ୟ ସେ ଛେଚା, ସେ ଖାଇକିନା ଅଛ। ମାନେ ପରମେଶ୍ୱର ବାହାଘରଟା ଏତେ ଗ୍ଲୋରିୟସ୍। ମୋର ମ୍ୟାରେଜ ର 16 ବର୍ଷ ଆମେ କମ୍ପ୍ଲିଟ କରିଛୁ। ମତେ ଗୋଟେ 16 ଦିନ ପରି ଲାଗୁଛି। ଏତେ ଖୁସି, ଏତେ ଆନନ୍ଦ। ପରମେଶ୍ୱରଙ୍କ ଠାରୁ ଯଦି ଆମେ ସ୍ତ୍ରୀ ପାଇଥିବା, ସ୍ୱାମୀ ପାଇଥିବା, ସେଇଟା କଣ ହେବ? ଆଦରଣୀୟ ବାହାଘର, ଗୋଟେ ସଫଳ ବାହାଘର, ଗୋଟେ ଆନନ୍ଦର ବାହାଘର। ସେଇ ବାହାଘରରେ ଦ୍ରାକ୍ଷାରସ କେବେ ସମାପ୍ତ ହେବ ନାହିଁ। ପ୍ରଥମ ଦ୍ରାକ୍ଷାରସ ଠାରୁ ଶେଷ ଦ୍ରାକ୍ଷାରସ ମଧ୍ୟ ବହୁତ ଭଲ ଥିବ। ବୁଢା ବୁଢୀ ସମୟରେ ତୁମେ ତ ଈଶ୍ୱର ପରି ଦିଶୁଥିବ, ସେ ବୁଢୀକୁ କହିହେବ। କାହିଁକି? ସେଇ ପ୍ରକାର ହେବ। ପ୍ରିୟମାନେ, ପ୍ରଭୁ ଆମମାନଙ୍କୁ ଦୟା କରନ୍ତୁ, ଅନୁଗ୍ରହ କରନ୍ତୁ, ଓ ଆମମାନଙ୍କର ମ୍ୟାରେଜ ଗୁଡିକ ଗ୍ଲୋରିୟସ୍ ମ୍ୟାରେଜ ହଉ। କେତେବେଳେ ହେବ? ଯେତେବେଳେ କି ଆମେ ପ୍ରଭୁଙ୍କୁ କହିବା, ପ୍ରଭୁ ତୁମେ ଆମର ଘର ନିର୍ମାଣ କର। ଆଦମ ଯଦି ନିଜେ ଖୋଜିଥାନ୍ତେ ବାଘ ବାଘୁଣୀ, ତା ପଛେ ସେ ଭାଲୁ ଭାଲୁଣୀକୁ ଖୋଜିଥାନ୍ତେ, ମାତ୍ର ସେ ପରମେଶ୍ୱରଙ୍କ ଉପରେ ଡିପେଣ୍ଡ କଲେ। ସେ ଘୋର ନିଦ୍ରାଗ୍ରସ୍ତ ହେଇଗଲେ। ପରମେଶ୍ୱର ତାଙ୍କର ପଞ୍ଜରାକୁ ନେଲେ, ଆଉ ବହୁତ ସୁନ୍ଦର ଭାବରେ ଗୋଟିଏ ତିଆରି କରିକିନା ଆଣିବା ପାଇଁ ସେ ଆଣୁ ପରମେଶ୍ୱର କିଛି କହିନାହାନ୍ତି। ଏଥର ହେଲା କି ଡାଇଲଗ! ଏଥର ହେଲା, ସେ ବାଘୁଣୀ ଭଲ ଲାଗୁନଥିଲା, ସେ ଭାଲୁଣୀ ଭଲ ଲାଗୁନଥିଲା, ସେ ହାତିଣୀ ଭଲ ଲାଗୁନଥିଲା, ଏଥର ହେଇଗଲା। ଆଉ ପରମେଶ୍ୱରଙ୍କୁ ପଚାରେ କିଏ ପ୍ରଭୁ ଏଇଟା, କାହାକୁ ଆଣିଛ, କିଏ? ଆଉ ପରମେଶ୍ୱରଙ୍କୁ ନାହିଁ, ଏଥର ହେଲା ବୋଲି କହି ସେ କହୁଛନ୍ତି, ଏ ମୋର ମାଂସର ମାଂସ, ଏ ମୋର ଅସ୍ଥିର ଅବସ୍ଥି। ପ୍ରିୟ ମାନେ, ଏଇ ଯୋଉ ବାହାଘର ସମ୍ପର୍କଟା ରକ୍ତ ସମ୍ପର୍କ ଠାରୁ ମଧ୍ୟ ବହୁତ ଉଚ୍ଚ କୋଟିର। ସେଥିପାଇଁ ଲେଖାଯାଏ, ମୃତ୍ୟୁ ଛଡା ଆହୁରି କୌଣସି ବିଷୟ ଆମକୁ ଅଲଗା କରିପାରିବ ନାହିଁ। ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କରନ୍ତୁ। ଆସନ୍ତୁ ପ୍ରାର୍ଥନା କରିବା। ସ୍ୱର୍ଗୀୟ ପିତା, ଆମେ ତୁମକୁ ଧନ୍ୟବାଦ ଦଉଛୁ ରାଜା, ବିବାହ ନିମନ୍ତେ ତୁମର ଯୋଉ ଗ୍ଲୋରିୟସ୍ ପ୍ଲାନ ରହିଛି। ପ୍ରତ୍ୟେକ ବାହାଘର ଗୋଟିଏ ଗାର୍ଡେନରେ
ସୁଖ ସୁବିଧା ଆନନ୍ଦ ପ୍ରଭୁ ସବୁ ବିଷୟ ପ୍ରଚୁରତା ଦେବା ପାଇଁ ତୁମେ ଡିଜାଇନ କରିଛ ପ୍ରଭୁ। ମୁଁ ତୁମକୁ ଧନ୍ୟବାଦ ଦଉଛି। ତୁମେ ଏଇ ପ୍ରକାର ବାହାଘରକୁ ପ୍ରଭୁ ତୁମେ ତିଆରି କରିଛ। ମାତ୍ର ଆଜି ବିଭିନ୍ନ ଭାବରେ ସେଇ ବାହାଘରକୁ ପ୍ରଭୁ ନିଜ ଇଚ୍ଛା ଅନୁସାରେ କରି ଆମେ ଦୁଃଖ କଷ୍ଟ ଆମେ ପାଉଛୁ। ମୁଁ ପ୍ରାର୍ଥନା କରେ ପ୍ରଭୁ, ଯୋଉମାନେ ଏବେ ଯାଏ ବାହା ହେଇନାହାନ୍ତି ସେମାନଙ୍କ ନିମନ୍ତେ ଗୋଟିଏ ଗ୍ଲୋରିୟସ୍ ଚାନ୍ସ ଯେ ସେମାନେ ଏତେ ସୁନ୍ଦର ସନ୍ଦେଶ ଗୁଡିକ ପାଉଛନ୍ତି, ମ୍ୟାରେଜ ଉପରେ ଏତେ କାଉନ୍ସିଲିଂ ପାଉଛନ୍ତି। ଆଉ ପ୍ରଭୁ ଏଇ ସବୁ କରି ସେମାନେ ନିଜ ନିମନ୍ତେ ତୁମ ଉପରେ ଭରସା କରି ପ୍ରଭୁ ଗୋଟେ ଉପଯୁକ୍ତ ଜୀବନ ସାଥୀ ପାଇପାରିବେ। ଦୟାକରି ସାହାଯ୍ୟ କର। ସେମାନେ ଯାହା ତୁମେ କହିଛ ସେଇଟା ଦେଖିବେ। ଆଜି ରୂପ ସୌନ୍ଦର୍ଯ୍ୟ ଏସବୁ ବିଷୟ ଗୁଡିକକୁ ଦେଖି ଲୋକମାନେ ଠକି ହଉଛନ୍ତି। ମୁଁ ପ୍ରାର୍ଥନା କରେ ଦୟା କର, ଅନୁଗ୍ରହ କର। ଆଉ ଯୋଉ ସପ୍ତାହ ବ୍ୟାପୀ ଖ୍ରୀଷ୍ଟୀୟ ଗୃହ ଉପରେ ଯେଉଁ ଏ କାର୍ଯ୍ୟକ୍ରମ ରଖିଛନ୍ତି ମୁଁ ତୁମକୁ ଧନ୍ୟବାଦ ଦିଏ। ପ୍ରତ୍ୟେକଙ୍କୁ ଆଶୀର୍ବାଦ କର, ଯତ୍ନ ନିଅ। ଆଉ ପ୍ରଭୁ ଏଇ କାର୍ଯ୍ୟକ୍ରମ ଆହୁରି ଅଧିକ ଚାଲିବ, ଆହୁରି ଅନେକ ପରିବାର ଗୁଡିକ ଜଡ଼ିତ ହେବେ। ଆଉ ଏଇ ପ୍ରକାର ସନ୍ଦେଶ ଗୁଡିକ ଦ୍ୱାରା ସେମାନେ ନିଜ ନିଜର ଜୀବନକୁ ଗଠନ କରି ନିଜ ପରିବାରକୁ ପ୍ରଭୁ ତୁମ ଇଚ୍ଛା ଅନୁସାରେ ତିଆରି କରିପାରିବେ। ଅନୁଗ୍ରହ ପ୍ରଦାନ କର। କାଲବରୀ ଚର୍ଚ୍ଚ ପ୍ରେୟର ଟାୱାର ନିମନ୍ତେ ଧନ୍ୟବାଦ। ସଂଗ୍ରାମ ଭାଇଙ୍କ ନିମନ୍ତେ ଧନ୍ୟବାଦ, ତାଙ୍କର ଟିମ୍ ନିମନ୍ତେ ଧନ୍ୟବାଦ। ପ୍ରିଜାଇଡିଂ କରିଥିବା ଆମମାନଙ୍କ ରୁନୁ ଆଣ୍ଟିଙ୍କ ନିମନ୍ତେ ଆମେ ତୁମକୁ ଧନ୍ୟବାଦ ଦଉଛୁ। ତାଙ୍କୁ ପ୍ରଚୁର ଭାବେ ତୁମେ ଆଶୀର୍ବାଦ କର। ଯୋଉମାନେ ଗୀତ ପ୍ରାର୍ଥନା ଅନ୍ୟାନ୍ୟ ସବୁ ବିଷୟରେ ସାହାଯ୍ୟ କରୁଛନ୍ତି ସମସ୍ତଙ୍କୁ ସାହାଯ୍ୟ କର। ମତେ ମଧ୍ୟ ଆସି ବାକ୍ୟ ପ୍ରଚାର କରିବା ପାଇଁ ଅନୁଗ୍ରହ ଦେଲ, ସେଥିପାଇଁ ଧନ୍ୟବାଦ ପ୍ରସାଦ ତୁମକୁ ଦେଇ ପ୍ରାର୍ଥନା ପ୍ରିୟ ପ୍ରଭୁ ଯୀଶୁଙ୍କ ନାମରେ